ମାନେ ଏଇଟା କଣ ଗୋଟେ ଚର୍ଚ୍ଚାରେ ରହିବାର ପ୍ରୟାସ? ଯେତେବେଳେ ଜଣେ ଅଭିନେତା ଚର୍ଚ୍ଚାକୁ ଯିବ ତାକୁ ବିରୋଧ କରିବା ଚର୍ଚ୍ଚାରେ ରହିବ। ଆମେ କରି ଚାଲିଥିବୁ, ପାହାଚ ପରେ ପାହାଚ ଆଗେଇ ଚାଲିଥିବୁ, ଯେ କହିବା ଲୋକ ସେ କହୁଥିବେ, ଏବଂ ସେଭଳି ଲୋକ ସମାଜରେ ଥାଆନ୍ତି ଏବଂ ରହିବେ, ତାଙ୍କୁ ଆପଣ ହଟେଇ ପାରିବେନି, ଅଳିଆଙ୍କୁ ହଟେଇ ପାରିବେନି। ଓଡ଼ିଆ ମାଟି ପାଣି ପବନର କଥାଟି ଯେ ଧୈର୍ଯ୍ୟବାବୁ ଦୋ ସିନେମାରେ ଅଛି, ସିନେମା ନ ଦେଖିକିରି ଏମିତି ଚର୍ଚ୍ଚା କରିବା ଏସବୁ ମୂର୍ଖତାର ପରିଚୟ। ଭଗବାନ ସହିବେନି ସେମାନଙ୍କୁ। ଯେଉଁମାନେ ଏମିତି କାମ କରୁଛନ୍ତି, ଯଦି ଭଗବାନଙ୍କୁ ବିଶ୍ୱାସ ରଖନ୍ତି ତ ପାପରେ ଭୋଗି ହେବେ ଯେ ଜଣକୁ ନିନ୍ଦିତ କରୁଥିବା ମିଛ କଥାରେ। ଜଗନ୍ନାଥଙ୍କ ରାଣ ସିନେମା ଦେଖିକିରି ଯୋଉ ପ୍ରଶଂସା ମୋତେ ମିଳିଛି, ବୁଜୁର୍ଗ ଲୋକ, ବରିଷ୍ଠ ଲୋକ, ସିନେମା ଲୋକ, ତେଣୁ ମୁଁ ପଛକୁ ଯିବାର ଚାନ୍ସ ନାହିଁ। ସେଇ ଯୋଉମାନେ କହୁଛନ୍ତି, ସମସ୍ତେ ତ କହୁନାହାନ୍ତି, ଯୋଉମାନେ କହୁଛନ୍ତି 100% ସେମାନେ ମୋର ଫ୍ୟାନ୍, ମୋର ଅଭିନୟକୁ ଭଲ ପାଆନ୍ତି, ଖାଲି କ'ଣ ଯେ ମୁଁ ଦଳରେ କାହିଁକି ମିଶି। ପ୍ରକୃତରେ ଅଶ୍ଳୀଳତା ରହିବା ଦରକାର କମେଡିରେ। ମୁଁ ଏହା ଏକ ଭଲ ସାମାଜିକ ବାର୍ତ୍ତା ଦବ କି? କଳାକାରର ମାନେ ନୁହଁ ଯେ ଆପଣ ପଇସା ରୋଜଗାର କରିବେ, ଯଶ କୀର୍ତ୍ତି ଅର୍ଜନ କରିବେ ଏବଂ ସମାଜକୁ କଳୁଷିତ କରିବେ। ପଇସା ସେକେଣ୍ଡାରୀ। ଏମିତି ବି ହେଇଛି ଯୋଉଠି ଭଲ ଚରିତ୍ର ଅଛି, ପ୍ରଯୋଜକ ନିର୍ଦ୍ଦେଶକ କହିଛନ୍ତି ଆମର ବଜେଟ୍ ନାହିଁ, ମୁଁ ବି କରିଛି। ସୁଖ ଖୁସି ଲାଗେ, ଦୁଃଖ ବି ଲାଗେ, ଯୋଉଟା ଯେମିତି ଆଜିକା ଘଟଣା। ଆଜି ଶ୍ରେଷ୍ଠ ଅଭିନେତାର ସମ୍ମାନ ମିଳିଛି, କିନ୍ତୁ କିଛି ନିନ୍ଦୁକ ତାକୁ ଗୋଟେ ଅଲଗା ଉପାୟରେ ପ୍ରେଜେଣ୍ଟ କରୁଛନ୍ତି। ମୁଁ ଏକ ରାଜନୈତିକ ଦଳରେ ଅଛି, ତାକୁ ନେଇକି ଯୋଡ଼ିକିରି ସେମାନେ କହୁଛନ୍ତି। ଏମିତି ସମୟ ଆସିଛି ଯେ ଭୁବନେଶ୍ୱରରେ ରହିବାକୁ ଜାଗା ନାହିଁ, ମୁଣ୍ଡ ଗୁଞ୍ଜିବାକୁ, ଖାଇବାକୁ ପଇସା ନାହିଁ। ମୁଁ ଯେତେବେଳେ ପ୍ରଥମେ ଆସିଲି ନା, ସେତେବେଳେ ଏମିତି କିଛି ନ ହେଇଥିଲି, ମୁଁ ଗୋଟେ ମାଟି ପିଣ୍ଡୁଳା ଥିଲି। ସେତେବେଳେ ବି ଲୋକ କହିଲେ ତୁ କୁଆଡ଼େ ଆସିଛୁ, ତୁ ଚେହେରା ଦେଖିଛୁ, ତୁ ଫିଲ୍ମ ଆକ୍ଟର କେଟା। ଜଣେ ଡାକ୍ତରାଣୀ ଜଣେ କମେଡିଆନକୁ ବାଛିଲେ କ'ଣ ଗୋଟେ ଭଲ ହୃଦୟ ଦେଖି ବାଛିଲେ ନା ଆପଣଙ୍କ ନେମ୍ ଫେମ୍ ଦେଖିକି, ନା କ'ଣ ଥିଲା ସେ ଯାତ୍ରା? ଯାହା ବି କରିଛି, ଏବେ ବି କରୁଛି, ସେଇ ଓଡ଼ିଆ ମାଟି ପାଣି ପବନର ବାସ୍ନା। ପରିବାରର ସମସ୍ତେ ବସିକି ଏକାଠି ଦେଖିଲା ଭଳିଆ ସିନେମା ମୁଁ କରୁଛି ଏବଂ କରିବି। ଯେଉଁ କଥାଟି ପିଲାବେଳୁ ଆମକୁ ଦ୍ରୋଣାଚାର୍ଯ୍ୟଠାରୁ ଆରମ୍ଭ କରିକି ସ୍କୁଲ ମାଷ୍ଟର ପର୍ଯ୍ୟନ୍ତ ଶିଖେଇଛନ୍ତି, ନିଷ୍ଠା, ଚେଷ୍ଟା, ଅଧ୍ୟବସାୟ, ଲକ୍ଷ୍ୟ, ସବୁ ଯଦି ଆମେ ମିଶେଇ ଦେବା ନା, ତେଣୁ ଭଗବାନଙ୍କ ଛଡ଼ା କୋଉ ଦ୍ୱିତୀୟ ଶକ୍ତି ନାହିଁ ଯେ ଆମକୁ ତଳେ ପକାଇ ଦେବ। ଆଗାମୀ ଦିନରେ ଆପଣଙ୍କର ସ୍ୱପ୍ନ ଆଉ ଲକ୍ଷ୍ୟ କ'ଣ? କୋଉଥିରେ, ରାଜନେତାରେ ନା ଅଭିନେତାରେ? ସଫଳ ରାଜନେତା ନା ସଫଳ ଅଭିନେତାରେ? ନମସ୍କାର, ଉନ୍ମୋଚନର ପଡକାଷ୍ଟ ଅସ୍ମିତାର କଥାକୁ ସ୍ୱାଗତ କରୁଛି ମୁଁ ଆଶିଷ। ଆଜି ଆମ ସହିତ ଜଣେ ଚର୍ଚ୍ଚିତ ଚେହେରା ଉପସ୍ଥିତ ଅଛନ୍ତି, ଯିଏକି ଓଡ଼ିଶାର କୋଣ ଅନୁକୋଣରେ ସମସ୍ତ ବର୍ଗମାନଙ୍କ ପାଖରେ ବହୁତ ଭଲ ଭାବରେ ପରିଚିତ। ସେ ଜଣେ ଶ୍ରେଷ୍ଠ ଅଭିନେତା, ହାସ୍ୟ ଅଭିନେତା, ଚଳଚ୍ଚିତ୍ରର ଅଭିନେତା, ତା ସହିତ ରାଜନେତା ମଧ୍ୟ। ଦୀର୍ଘ ଦିନର ଯାତ୍ରା ରହିଛି ଚଳଚ୍ଚିତ୍ର ଜଗତରେ। ହାସ୍ୟ ଜଗତରେ ତାଙ୍କର ଅନେକ ସୁନାମ ମଧ୍ୟ ରହିଛି। ହାସ୍ୟ ଜଗତରେ ଯେତେବେଳେ ଆଗ ଧାଡ଼ିର କିଛି କମେଡ଼ିଆନ ମାନଙ୍କର କଥା ସାମ୍ନାକୁ ଆସେ, ସେ ମଧ୍ୟ ଅଗ୍ରଣୀ ସ୍ଥାନ ଅଧିକାର କରିଥାନ୍ତି। ଆଉ ଏବେ ତାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି। ଗୋଟେ ଟର୍ଣ୍ଣିଂ ପଏଣ୍ଟ ଆସିଛି ତାଙ୍କ ଜୀବନରେ। ମଝିରେ ରାଜନୈତିକ ଜୀବନ ମଧ୍ୟ ଥିଲା। ଆସନ୍ତୁ ଆଜିର ଏହି ସ୍ପେଶାଲ ଏପିସୋଡକୁ ସ୍ୱାଗତ କରିବା ଶ୍ରୀଯୁକ୍ତ ହରିହର ମହାପାତ୍ରଙ୍କୁ। ନମସ୍କାର। ନମସ୍କାର। କେମିତି ଅଛନ୍ତି? ବହୁତ ଖୁସି ଅଛି ଆଶିଷ। ଆପଣ ଚଳଚ୍ଚିତ୍ର ଜଗତରେ ଜଣେ ସୁନାମଧନ୍ୟ ଅଭିନେତା ଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ରାଜନେତା। ଯୋଉଠି ବାଇ ଇଲେକ୍ସନ ହଉ, ଇଲେକ୍ସନ ହଉ, ପଞ୍ଚାୟତ ଇଲେକ୍ସନ ହଉ, ଯେକୌଣସି ଇଲେକ୍ସନ, ହରିଭାଇ ନଥିଲେ ଇଲେକ୍ସନ ରୋଚକ ହୁଏନି, ପ୍ରଚାର ରୋଚକ ହୁଏନି, ଲୋକମାନଙ୍କର ଜମା ବି ବଢ଼େନି। ତାପରେ ଆପଣଙ୍କର ପୁଣି ଗୋଟେ ଟର୍ଣ୍ଣିଂ ପଏଣ୍ଟ ହେଲା, ହାସ୍ୟ ଅଭିନେତା ରାଜନେତାରୁ ପୁଣି ଆସିଗଲେ ଆପଣ ମୁଖ୍ୟ କ୍ୟାରେକ୍ଟରକୁ, ଆଉ ଏକାଥରେ ବାଜି ମାରିଲେ ଶ୍ରେଷ୍ଠ ଅଭିନେତାର। ଏଇ ଦିନେ ଦୁଇ ଦିନ ପୂର୍ବରୁ ଆପଣ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ମଧ୍ୟ ପାଇଲେ, ପୁଣି ମୁଖ୍ୟମନ୍ତ୍ରୀଙ୍କ ହାତରୁ। କେମିତି ଅନୁଭବ ହେଉଛି? ପ୍ରଥମ କଥା ହଉଛି, ଯୋଉ ଆପଣ ଯୋଉ ଧାରା କହିଲେ ସେଇଟା ଭୁଲ, ମାନେ କାହା ପରେ କୋଉଟା ନାହିଁ। ମୁଁ ଏକା ସଙ୍ଗରେ ଅଭିନୟ ମୋର ବନ୍ଦ ନାହିଁ। ଅଭିନୟ ମୋର ମା ଜନ୍ମ କରିଛି ମୋତେ, ତେଣୁ ସେଇ ଅଭିନୟ ଜାରି ରହିଛି। ତା ଭିତରେ ହଁ, ମୁଁ ଯେମିତି ସମାଜ ସେବା କରିପାରିବି, ରାଜନୀତି କରିପାରିବି, ଯୋଉଟା ମୋତେ ଭଲ ଲାଗିବ ସିଏ ଚାଲିଛି। ବଟ୍ ଏମିତି ନାହିଁ ଯେ ରାଜନୀତି କଲି ବୋଲି ମୁଁ ଅଭିନୟ କରୁଥିଲି। ଶ୍ରେଷ୍ଠ ହାସ୍ୟ ଅଭିନେତା ମୁଁ ତ ୟା ପୂର୍ବ ବର୍ଷ ପାଇଛି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରୁ। ଅଭିନୟ ଚାଲିଥିଲା, ଅଭିନୟ ବନ୍ଦ ହବନି ମୃତ୍ୟୁ ପର୍ଯ୍ୟନ୍ତ। ତେଣୁ ତା ଭିତରେ ହଁ, ଯେମିତି କହିଲି, ମୋର ପ୍ୟାସନ୍ କ'ଣ, ମୁଁ ଲୋକଙ୍କର କ'ଣ ସେବା କରିବି, କୋଉ ପ୍ଲାଟଫର୍ମ ମାଧ୍ୟମରେ, ସେଟା ମୋର ମୌଳିକ ଅଧିକାର, ମୋର ବ୍ୟକ୍ତିଗତ ଅଧିକାର। ଏବଂ ସିନେମା କଥା ଯୋଉ କହୁଛନ୍ତି, ସିନେମା କଥା ମୁଁ ରାଜନୀତି କରେ ନ କରେ, ସମାଜ ସେବା କରେ ନ କରେ, ଅଭିନୟକୁ ଛାଡ଼ି ପାରିବି। ଅଭିନୟ ରହିବ ମୋର ଶେଷ ପର୍ଯ୍ୟନ୍ତ। ଆଜ୍ଞା, କିନ୍ତୁ ଆମେ ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥାଏ। ଯେମିତିକି ଆପଣ ରୁମକୁ ଝୁମାନାରେ ଗୋଟେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ଆଉ ଭାରି ଲୋକମାନଙ୍କ ଦ୍ୱାରା, ସିନେ ପ୍ରେମୀ ମାନଙ୍କ ଦ୍ୱାରା ମଧ୍ୟ ସେଟା ଆକୃଷ୍ଟ ହୋଇଥିଲା। ଚଳଚ୍ଚିତ୍ରରେ ମଧ୍ୟ ଆପଣଙ୍କୁ ଅନେକ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଥାଏ।
ଆଉ ରାଜନୀତି ମଧ୍ୟ ସେଥିରୁ କୌଣସି ପ୍ରକାର କମ୍ ନୁହେଁ। ହୁଁ। ରାଜନୀତି ବି ଗୋଟେ ଚରିତ୍ର। ହୁଁ, ହୁଁ। ଲୋକମାନଙ୍କ ପାଖରେ ଆପଣ କୌଣସି ପ୍ରକାର ଯାଇକି ପ୍ରସ୍ତୁତ ହୁଅନ୍ତି, ଲୋକଙ୍କୁ ପ୍ରଭାବିତ କରନ୍ତି, ଆଉ ଆପଣଙ୍କ ପାର୍ଟି ରେ ଭୋଟ ପକେଇବା ପାଇଁ, ଭୋଟର ସେୟାରକୁ ବଢେଇବା ପାଇଁ କି ଆପଣଙ୍କର ଗୋଟେ ପ୍ରମୁଖ ଭୂମିକା ଥାଏ। ଆପଣଙ୍କୁ ବେଶୀ କିଛି କଷ୍ଟ ହେଇନଥିବ। ନାଇଁ, ସବୁ ଜିନିଷରେ କଷ୍ଟ। ଯେମିତି ମୋର ଆରମ୍ଭ ଯେମିତି ମୁଁ କମେଡିରୁ ଆରମ୍ଭ କରିଥିଲି, ତାପରେ 2013-14 ମୁଁ ରୁମକୁ ଝୁମାନା ଗଲି, ଆଜ୍ଞା, ଜଷ୍ଟ ଅପୋଜିଟ, କମେଡିରୁ ଟ୍ରାଜେଡି। ଟ୍ରାଜେଡି ଏବଂ ମୁଁ ସବୁବେଳେ ଚ୍ୟାଲେଞ୍ଜ ମାନେ ନେବାକୁ ଆକ୍ସେପ୍ଟ ପ୍ରସ୍ତୁତ କରନ୍ତି। ଥାଏ। ଯେ ଲୋକମାନେ ସେତେବେଳେ ମତେ କହିଲେ ଯେ ତୁ ତ ବ୍ରାଣ୍ଡେଡ କମେଡିଆନ, ତୁ ଯଦି ସିରିୟସ ରୋଲ କରିବୁ ତାହେଲେ ଲୋକ ହସିବେ ତୋ ଉପରେ। କିନ୍ତୁ ମୁଁ ପ୍ରୁଭ୍ କରିକି ଦେଖେଇଦେଲି, ଲୋକଙ୍କୁ କନ୍ଦେଇଦେଲି, ହେଲା। ସେଠି ମୋର ଆଜି ବି ସେଇ ଚ୍ୟାଲେଞ୍ଜ ମୁଡ୍ ଅଛି ଯେ ମୁଁ ଯୋଉ କାମରେ ହାତ ମାରିବି ତାକୁ ସକ୍ସେସ୍ କରିଲା ନ କଲା ପର୍ଯ୍ୟନ୍ତ ଛାଡିବିନି। ଏଇଟା ଗୋଟେ ମୋ ଭିତରେ ଅଛି, ଆଉ ଭଗବାନଙ୍କ ଦୟାରୁ ଏଇଟା ଥାଉ। ତେଣୁ ରାଜନୀତିରେ ଯେତେବେଳେ ଲୋକଙ୍କୁ ଆମେ ପ୍ରଭାବିତ କରିବା, ଅପିଲ କରିବା ଆମକୁ ଭୋଟ ଦିଅ ବୋଲି, ମୁଁ ଭାବୁଛି ଯଥୋଚିତ ଭାବରେ ସେ କାର୍ଯ୍ୟ କରିଛି। ଏବଂ ଯୋଉ କାମ ଯେତେବେଳେ ଯୋଉ ସମୟରେ ଆସିଛି ମୁଁ ତାକୁ ସୁଚାରୁ ରୂପରେ କରିବାକୁ ଚେଷ୍ଟା କରେ ଏବଂ ଭଗବାନଙ୍କ ଦୟାରୁ ସକ୍ସେସ୍ ହୁଏ। ଜଣେ ହାସ୍ୟ ଅଭିନେତା ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇବା, ଏଇଟା ଓଡ଼ିଶା ଚଳଚ୍ଚିତ୍ର ଜଗତରେ ମଧ୍ୟ ବିରଳ। କିନ୍ତୁ ଏ ପୁରସ୍କାର ପାଇଲା ପରେ ଆପଣଙ୍କୁ କେମିତି ଅନୁଭବ ହେଲା? ମୁଁ କହିପାରିବିନି, ଏଇଟା ଗୋଟେ ବଢିଆ ପ୍ରଶ୍ନ ପଚାରିଲେ। ଏଇଟା ମୁଁ କହିପାରିବିନି, ମତେ ଅବିକା ସର୍ଚ୍ଚ କରିବାକୁ ପଡିବ, ଗୁଗୁଲ କି ଆଉ କାହାକୁ ପଚାରିବାକୁ ନିଶ୍ଚିତ ପଡିବ। ବହୁତ ବିରଳ ଅଛନ୍ତି। ଭାରତ ବର୍ଷରେ ଏଇଟା ପ୍ରଥମ ହେଲା କି ମୋ କ୍ଷେତ୍ରରେ। ଆଜ୍ଞା, ମୁଁ ଜାଣି କହିପାରିବିନି ଆଉ ଯଦି ଆଜ୍ଞା, କିଏ ଥିବେ, କିନ୍ତୁ ମୁଁ ଓଡ଼ିଶା ଇତିହାସରେ ତ ପ୍ରଥମ। ନା, ଓଡିଶା ଇତିହାସ 90 ବର୍ଷ ଓଡିଆ ସିନେମା ଇତିହାସରେ ପ୍ରଥମ ଥର ଆଜ୍ଞା, ଯେ ଜଣେ ହାସ୍ୟ ଅଭିନେତା ହେଇକିରି ଶ୍ରେଷ୍ଠ ଅଭିନେତାର ସମ୍ମାନ ମତେ ମିଳିଲା। ଏମିତି ମିଳିଲା ଯେ ରାତି ପାଇଲା ଯେ ମିଳିଗଲା ନାହିଁ। 28 ବର୍ଷର ଗୋଟେ ସାଧନା, 28 ବର୍ଷର ଗୋଟେ କଷ୍ଟ, 30 ବର୍ଷର ଗୋଟେ ଯନ୍ତ୍ରଣା, ଏବଂ ତାପରେ ଯେମିତି 2000 ମୁଁ ଦେଖିଲି ଯେ ବେଷ୍ଟ କମେଡିଆନ ଆୱାର୍ଡ ଷ୍ଟେଟରେ ମତେ ବହୁତ ଥର ମିଳିଛି। 2013 ମୁଁ ଭାବିଲି ଯେ ମୁଁ ଜଣେ ଏକାଡେମୀ କ୍ୱାଲିଫାଏଡ ଆକ୍ଟର, ମାନେ ପାଠ ପଢିକିରି ଅଭିନୟ ଶିଖିକିରି ମୁଁ ଅଭିନେତା ହେଇଛନ୍ତି। ଅଭିନେତା ହେଇଥିଲି। ତ ମୋର ଲକ୍ଷ୍ୟ କଣ ଖାଲି ଏଇ କମେଡିରେ ସୀମିତ ରହିବ? ଦେନ୍ ଆଇ ଷ୍ଟାର୍ଟେଡ ଚେଞ୍ଜ ଦ ଟ୍ରାକ୍। ରୁମକୁ ଝୁମାନରେ ମୁଁ କଲି ଏବଂ ଅଜସ୍ର ଆଶୀର୍ବାଦ ଏବଂ ପ୍ରଶଂସା ମିଳିଲା ଲୋକଙ୍କ ତରଫରୁ। ସେଇଠୁ ଇନ୍ସପାୟାର୍ଡ ହେଇକି ମୁଁ କହିଲି ଯେ ମତେ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ପାଇବାକୁ ହବ, ଲଢେଇ କରିବାକୁ ହବ, ସଂଗ୍ରାମ କରିବାକୁ ହବ। 13 ବର୍ଷ 2013ରୁ ସଂଗ୍ରାମ କଲି ଆଜି ପର୍ଯ୍ୟନ୍ତ, ଏବଂ ଈଶ୍ୱରଙ୍କ ଆଶୀର୍ବାଦ, ଦର୍ଶକଙ୍କ ଭଲ ପାଇବା ଏବଂ ଯୋଉ ଜୁରି ମାନେ ଥିଲେ ଏ ବର୍ଷ, ତାଙ୍କୁ ମୁଁ ସଲାମ କରୁଛି ଯେ ସେ ଗୋଟେ ଏତେ ବଡ କାମ କଲେ ଯେ ଅନ୍ୟ ସବୁ ଚିରାଚରିତ ତଥାକଥିତ ହିରୋ ଥିବା ଥାଇ ମଧ୍ୟ। ସତ୍ତ୍ୱେ ମତେ ସେମାନେ ଚୟନ କଲେ, ମୋ ସିନେମାକୁ ଚୟନ କଲେ। କିନ୍ତୁ ଆପଣ ଶ୍ରେଷ୍ଠ ଅଭିନେତାର ପାଇଲା ପରେ ଚର୍ଚ୍ଚା ବି ବଢିଛି ଆଉ ବିବାଦ ବି ବଢିଛି। ହୁଁ। ବିବାଦ ଆସୁଛି ଅନ୍ୟ ଜଣେ ଆପଣଙ୍କର ସାଥୀ କଳାକାରଙ୍କ ଠାରୁ। ଆପଣଙ୍କର ଏଇ ଶ୍ରେଷ୍ଠ ଅଭିନେତାର ପୁରସ୍କାରକୁ କୋଉଠି ନା କୋଉଠି ସେ ହଜମ କରିପାରୁନାହାନ୍ତି, ତ ମାନେ ବିଷୋଦ୍ଗାର କରୁଛନ୍ତି, ସୋସିଆଲ ମିଡିଆରେ ଛାଡୁଛନ୍ତି, କଣ ପାଇଁ ମିଳିଲା, ବିଜେପିର ରାଜନେତା କାରଣରୁ କାଳେ ମିଳିଗଲା କି, ଅନେକ ସନ୍ଦେହ ମଧ୍ୟ ଲୋକମାନଙ୍କ ପାଖରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି। ୟାକୁ ଆପଣ କେମିତି ଡିଫେଣ୍ଡ କରିବେ? ନାଇଁ, ମୁଁ ଆକ୍ଚୁଆଲି ସେ କଥାକୁ ସିରିୟସକୁ ନେଇନି, କିମ୍ବା ସେ ବ୍ୟକ୍ତିତ୍ୱକୁ ମୁଁ ସିରିୟସ ନେଇପାରିବି ନାହିଁ, କିମ୍ବା ଓଡ଼ିଶାରେ ତାଙ୍କୁ କିଏ ସିରିୟସଲି ନିଅନ୍ତିନି। ଏଥିପାଇଁ ଯେ ମୁଁ ରାଜନୀତି କରେ, ସମାଜ ସେବା କରେ, ବ୍ୟବସାୟ କରେ, ଯାହା କରେ, କିନ୍ତୁ ସିନେମା ମୁଁ କରୁଥିଲି। ଆଜ୍ଞା, ପ୍ରତ୍ୟେକ ବର୍ଷ ସିନେମା କରୁଥିଲି, ହାସ୍ୟ ଅଭିନେତା ହଉ, ମେନ୍ ରୋଲ ହଉ କରୁଥିଲି, କରିବି। ମୋର ଅଧିକାର ଅଛି, ମୁଁ ସିନେମା ବିଷୟରେ କହିପାରିବି। ଆଜ୍ଞା, ଆପଣ ସିନେମା ଲାଇନରୁ ଆଉଟ୍ ହେଇଯାଇଛନ୍ତି, କେହି ଡାକୁନାହାନ୍ତି ଆପଣଙ୍କୁ ସିନେମା କରିବାକୁ, ବିଷୋଦ୍ଗାର କରିବେ, କାହିଁକି ଡାକୁନାହାନ୍ତି ଆପଣ ଜାଣିଥିବେ ଏବଂ ପ୍ରଯୋଜକ ନିର୍ଦ୍ଦେଶକ ଜାଣିଥିବେ। ତେଣୁ ମୁଁ ତାଙ୍କୁ ଅନୁରୋଧ କରୁଛି ଯେ ଯୋଉ ମୋବାଇଲର ଛୋଟିଆ ପକେଟରୁ ବାହାରିକି ବଡ଼ ସ୍କ୍ରିନ୍‌କୁ ଆସନ୍ତୁ, 70mm ପରଦାକୁ ଆସନ୍ତୁ, ଅଭିନୟର ଯାଦୁ ଦେଖାନ୍ତୁ, ସିନେମା କରନ୍ତୁ। ତାପରେ ଆପଣଙ୍କର ଅଧିକାର ଅଛି ବକ୍ତବ୍ୟ ଦେବାକୁ। ଏବଂ ଯୋଉ ଫ୍ରଷ୍ଟ୍ରେସନରେ କାମ ମିଳୁନି, ଅନ୍ୟମାନଙ୍କ ସିରି ସହିପାରିବା ନାହିଁ, ଏସବୁ କଥା। ଏବଂ ଦ୍ୱିତୀୟ କଥା ହେଉଛି, ଆପଣ ମତେ ଅସମ୍ମାନ କରୁନାହାନ୍ତି। ଯୋଉ ଜୁରି, ଯୋଉ 10 ଜଣ ବିଶିଷ୍ଟ ବରିଷ୍ଠ ନିଶ୍ଚିତ ଲୋକ ଭାବରେ। ଥିଲେ, ତାଙ୍କୁ ଆପଣ ଅସମ୍ମାନିତ କରିଛନ୍ତି, ପ୍ରଥମ କଥା। ଏବଂ ଦ୍ୱିତୀୟ କଥା, ଇଏ ତ ଜଣଙ୍କ କଥା ନୁହଁ, ଇଏ ସରକାରଙ୍କ କଥା ନୁହଁ। ସରକାର ଆଜ୍ଞା, ଜୁରି କମିଟି ବସେଇଥିଲେ ଏବଂ ବିଶିଷ୍ଟ ଲୋକ ଓଡ଼ିଶା ସିନେମା ଜଗତର ସବୁ ବିଭାଗର ବସେଇଥିଲେ, ଏବଂ ସେମାନେ ସ୍ଥିର କରିଛନ୍ତି। ଏବଂ ଏଇଟା ଗୋଟେ ଇତିହାସ, 90 ବର୍ଷ ଇତିହାସରେ ଗୋଟେ ଯେତେବେଳେ ଇତିହାସ ଚେଞ୍ଜ ହେଉଛି, ସେତେବେଳେ ହୁଏ ସେମିତି, ଲୋକ ବିଦ୍ରୋହ କରନ୍ତି। ତେଣୁ ବିଦ୍ରୋହ କରିଥିବେ, ଏବଂ ସେ ବ୍ୟକ୍ତି ବିଶେଷ ଆଗରୁ ଆପଣ ଦେଖିଥିବେ ଯେ ସମସ୍ତଙ୍କ ଏଗେନ୍ଷ୍ଟରେ କହିବା। ମାନେ ଏଇଟା କଣ ଗୋଟେ ଚର୍ଚ୍ଚାରେ ରହିବାର ପ୍ରୟାସ? ହଁ, ଯେତେବେଳେ ଯେ ଜଣେ ଅଭିନେତା ହଁ, ଯେ ଚର୍ଚ୍ଚାକୁ ଯିବ ତାକୁ ବିରୋଧ କରିବା ଚର୍ଚ୍ଚାରେ ରହିବ। ହଁ, ଚର୍ଚ୍ଚାରେ ରହିବା। ତାଙ୍କ ପାଖରେ ଯେହେତୁ କାମ ନାହିଁ,
ଏବଂ କାମ କରିପାରୁନାହାନ୍ତି ଫ୍ରଷ୍ଟ୍ରେଟେଡ୍ ସେଠି ନ୍ୟାସନାଲ୍ ପ୍ଲାଟଫର୍ମକୁ ଯାଇଥିଲେ ସେଠୁ ତଡ଼ା ଖାଇକି ଆସିଲେ ଓଡ଼ିଶାରେ ଯୋଉ କେହି ଡାକୁନାହାନ୍ତି କାମ କରୁନାହାନ୍ତି ତେଣୁ ସେ ଯୋଉ ବିଦ୍ରୋହ ମୁଁ କହୁଛି ଯଦି ଜଣେ ଆପଣ ସଚ୍ଚା କଳାକାର କାମ କରନ୍ତୁ ନିରନ୍ତର ମୁଁ ଦେଖନ୍ତୁ ମୁଁ ଯେତେ କାମ ଦେଲି ମୋର ପ୍ରତ୍ୟେକ ବର୍ଷ ମୁଁ ଏବେ ଏଇ ଯୋଉ ଦାଢ଼ି ଫାଡ଼ି ରଖିଛି ନେକ୍ସଟ ପାଇଁ ପ୍ରିପେୟାର ହଉଛି ନେକ୍ସଟ ସିନେମା କରିବି ତେଣୁ ଆମେ କରି ଚାଲିଥିବୁ ପାହାଚ ପରେ ପାହାଚ ଆଗେଇ ଚାଲିଥିବୁ ଯେ କହିବା ଲୋକ ସେ କହୁଥିବେ ଏବଂ ସେଭଳି ଲୋକ ସମାଜରେ ଥାଆନ୍ତି ଏବଂ ରହିବେ ତାଙ୍କୁ ଆପଣ ହଟେଇ ପାରିବେନି ଅଳିଆଙ୍କୁ ହଟେଇ ପାରିବେନି। ଆପଣଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଲା ଆ ଦ୍ୱାରା ଆମର ଓଡ଼ିଆ ସିନେ ଦର୍ଶକଙ୍କ ମନରେ ମଧ୍ୟ ଗୋଟେ ଛନକା ପଶିଛି ମୋ ମନରେ ବି ପ୍ରଶ୍ନ ଯେ ଆମର ଶ୍ରେଷ୍ଠ ହାସ୍ୟ ଅଭିନେତା ଯିଏ ଆମକୁ ଛୋଟବେଳୁ ହସଉଥିଲେ ଆଜ୍ଞା ଆମକୁ ଛୋଟବେଳୁ ଆପଣ ହସାନ୍ତି ଆଉ ଆମେ ଆପଣଙ୍କ କଥା ଶୁଣିକି ହସୁ ପୁଣି ଆପଣ ସେ କମେଡି ରୋଲକୁ ଫେରିବେ ନା ପୁଣି କେବଳ ଏଇ ଚରିତ୍ର ରୋଲ କରିବେ ଆଉ କମେଡି କରିକି ଆମକୁ ହସେଇବେନି ଆଗାମୀ ପିଢିକୁ ହସେଇବେନି ସେମିତି କିଛି ମନରେ ଇଚ୍ଛା ଅଛି କି? ଏବେ ଏବେ ଏବେକା ସିନେରୀ ହଉଛି ଯେତେବେଳେ ଯିଏ ମତେ ଖୋଜୁଛନ୍ତି କମେଡି ରୋଲରେ ମୁଁ କରୁଛି ଆଜ୍ଞା ବଟ୍ କମେଇ ଦେଇଛି କିନ୍ତୁ କରୁଛି ମୋର ଏବେ ଫୋକସ୍ ହଉଛି ମୁଁ କିଛି ଯେମିତି ରୁମକୁ ଝୁମାନା କଲି ଯେମିତି ଧୋରେ ବାବୁ ଧୋ ପାଇଁ କଲି ଭଗିଆ ଭାରିଜା କଲି ଲାଷ୍ଟ ଇୟର ଆଜ୍ଞା ଆଇ ଏମ୍ କାଳିଆ କଲି ସେମିତି କିଛି ନୂଆ ନୂଆ ଧରଣର ସିନେମା କରିବି ଏବଂ ଜଣେ କଳାକାର ହିସାବରେ ବଞ୍ଚିଛି କଳାକାର ହିସାବରେ ମରିବି ଏବଂ ମୋର କର୍ତ୍ତବ୍ୟ ହେଉଛି କାମ ଚାଲିଯିବି କାହା ବିଷୟରେ ବିଷୋଦ୍ଗାର କରିବିନି କାରଣ ମୋର କର୍ତ୍ତବ୍ୟରୁ ମୁଁ ବିଚ୍ୟୁତ ହେବିନି ମୁଁ ଭଲ କାମ କରିଚାଲିବି ଏବଂ ଲୋକ ଯଦି ମୋତେ ପ୍ରଶଂସା ଭାଜନ ନ କରୁଥାନ୍ତେ ସିନେମା ଦେଖିକିରି ମୁଁ ପଛେଇ ଯାଆନ୍ତି ଲୋକ ଯେଉଁମାନେ ଦେଖିଛନ୍ତି ସିନେମା ସେମାନେ ସେମାନେ ଆରାମସେ କହିବେ ଏବଂ ମୁଁ ଛାତିରେ ହାତ ଦେଇକରି କହୁଛି ଯେଉଁମାନେ ସିନେମାଟି ଦେଖିଛନ୍ତି ସେମାନଙ୍କ ପାଟିରୁ ଗୋଟେ ଶବ୍ଦ ବାହାରିବନି ଯେ ସିନେମା ବିରୁଦ୍ଧରେ ଏତେ ସୁନ୍ଦର ସିନେମା ହେଇଛି ବୋଲି ଆପଣ ଚାରିଆଡ଼େ ଚର୍ଚ୍ଚାରେ ଯେ ଏତେ ସୁନ୍ଦର ସିନେମା ଓଡ଼ିଆ ସିନେମା କିନ୍ତୁ ଏତେ ସୁନ୍ଦର ହେଇଛି ଏବଂ ପ୍ରଥମ ଥର ପାଇଁ ଗୋଟେ ଓଡ଼ିଆ ଘରର ଗୋଟେ ସ୍ତ୍ରୀ ଲୋକଟେ ତା ଗର୍ଭାଶୟକୁ କେମିତି ଭଡ଼ା ଦେଇପାରେ କାହିଁକି ଭଡ଼ା ଦେଇପାରେ କୋଉ ପରିସ୍ଥିତିରେ ଭଡ଼ା ଦେଇପାରେ ତାର ଗୋଟେ ସୁନ୍ଦର କାହାଣୀ ଆମେ ସାମାଜିକ ଚିତ୍ରକୁ ଆପଣ ହଁ ଦର୍ଶାଇଛନ୍ତି ଓଡ଼ିଆ ମାଟି ପାଣି ପବନର କଥାଟେ ଯେ ଧୈର୍ଯ୍ୟ ବାବୁ ଦୋ ସିନେମାରେ ଅଛି ସିନେମା ନ ଦେଖିକିରି ଏମିତି ଚର୍ଚ୍ଚା କରିବା ଏସବୁ ମୂର୍ଖତାର ପରିଚୟ ଆଉ ଆଜିକାଲି ତ ଯୋଉ ବାକ୍ ସ୍ୱାଧୀନତା ଆଳରେ ସମସ୍ତେ କିଏ କଣ ଯିଏ ବି ଯାହାକୁ କିଛି ବି କହିପାରୁଛନ୍ତି ଆଉ ରିଗାର୍ଡିଂ ଏଇ ଗୋଟେ କଥା ଯଦି ଗୋଟେ ଗୋଟେ ଗୋଟିଏ ଘଟଣା ପାଇଁ ଯୋଉ କଥା ଆପଣ କହିଲେ ମୁଁ ବିଜେପିରେ ଅଛି ମୁଁ ସିନା ବିଜେପିର ନୀତି ଆଦର୍ଶ ମତେ ଭଲ ଲାଗିଲା ମୁଁ ସେ ଦଳରେ ଅଛି ମୋର ଯୋଉ କଳାକାର ପର୍ସନାଲିଟି ବ୍ୟକ୍ତିତ୍ୱ ସେଟା କୁଆଡେ ଯିବ ତ ତାକୁ ଆପଣ ସେଥିରେ କାଇଁ ମାଡ଼ି ଦଉଛନ୍ତି ଏବଂ ଏବଂ ଯଦି ଯଦି ସେମାନେ କହୁଛନ୍ତି ଏଇଟା ସଂଯୋଗବଶତଃ ହେଇଗଲା ସଂଯୋଗବଶତଃ ହେଇଗଲା ମାନେ ଭାରତୀୟ ଜନତା ପାର୍ଟି ସରକାରରେ ହଁ ଆପଣଙ୍କୁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ଆୱାର୍ଡ ଯୋଉଟା କି ଦୀର୍ଘ 24 ବର୍ଷ ଧରିକି ପୂର୍ବ ସରକାର ମଧ୍ୟରେ ଆପଣଙ୍କୁ ମିଳିନଥିଲା ହେଇଥିଲା। କାରଣ ଆପଣଙ୍କର ସେତେବେଳେ ମଧ୍ୟ ସିନେମାରେ ଏବଂ- ସକ୍ରିୟ ଥିଲେ ହଁ ଏବଂ ଏବଂ ଏଇ ଯୋଉ କିନ୍ତୁ 22 ଆପଣ ଯେମିତି 23 ରେ କହିଲେ 13 ବର୍ଷର ଗୋଟେ ଅକ୍ଲାନ୍ତ ପରିଶ୍ରମ ଥିଲା ପରିଶ୍ରମ, ଯୋଉଟା କି ଆଉ 11 22 ବର୍ଷ ପୂର୍ବ ସରକାର ହଁ ଥିଲା 22 23 ରେ ଫିଲ୍ମଟା ହେଇଥିଲା ଆଜ୍ଞା ତ ଆୱାର୍ଡଟା ଏବେ ଦିଆଗଲା ଆଜ୍ଞା ତେଣୁ ସେଇ ହିସାବରେ ସେମାନେ କହୁଛନ୍ତି ଗୋଟେ ପ୍ରକୃତ ସତ୍ୟ ଏବଂ ବିରୋଧ କରିବାର ଗୋଟେ ଭାଷା ଅଛି ରେ ଭାଇ ବିରୋଧ କରିବାର ଅଛି ତେଣୁ ଏମିତି କହିଲେ ତମ ନିଜର ବ୍ୟକ୍ତିତ୍ୱ ଖସୁଛି ଆମର କିଛି ନାହିଁ ମୁଁ ତ ସିନେମା କରିଚାଲିବି ଏବଂ ମୋର କଣ ପାପ ଯେ ମୁଁ କୌଣସି ଏକ ରାଜନୈତିକ ଦଳରେ ରହିଲି ବୋଲି ରାଜନୈତିକ ଦଳ ଅଲଗା ମୋ ଅଭିନୟଟା ଅଲଗା ଏ ଦିଟା କଥା ତେଣୁ ମୁଁ ଅଭିନୟ ଯଦି ଖରାପ କରିଛି ଯଦି ଭଲ କରିଛି ତେଣୁ ତାକୁ ୟା ସାଙ୍ଗରେ ଯୋଡ଼ିବା ମାନେ ଭଗବାନ ସହିବେନି ସେମାନଙ୍କୁ ଯୋଉମାନେ ଏମିତି କାମ କରୁଛନ୍ତି ଯଦି ଭଗବାନଙ୍କୁ ବିଶ୍ୱାସ ରଖନ୍ତି ତ ପାପରେ ଭୋଗି ହେବେ ଯେ ଜଣକୁ ନିନ୍ଦିତ କରୁଥିବା ମିଛ କଥାରେ ଆପଣ କମେଡି ଚରିତ୍ରରୁ ଗମ୍ଭୀର ଚରିତ୍ର ଆଡକୁ ଆସିଲେ ହୁଁ ଗୋଟେ ଟ୍ରାକ୍ ଚେଞ୍ଜ କଲେ ଯେମିତି କହିଲେ ହୁଁ। ସେତେବେଳେ କେଉଁ ସଂଘର୍ଷ କେଉଁ ଆହ୍ୱାନ ଆପଣଙ୍କ ସାମ୍ନାରେ ପଡିଥିଲା ବୁଝିମାନେ ଯେତେବେଳେ ମୁଁ କହିଲି ସମସ୍ତେ ମତେ ବିରୋଧ କରିଥିଲେ ତ କହିଲେ ଆଚ୍ଛା ବିପରୀତ ସ୍ରୋତରେ ଯିବାର ଲୋକଟେ ମୁଁ ଯେମିତି ଆଜି ବିରୋଧ କରୁଛନ୍ତି ନା ମୁଁ କଣ ବନ୍ଦ ହେଇଯିବି ସିନେମା ମୁଁ ସ୍କ୍ରିପ୍ଟ ଚାଲିଛି ପୁଣି କରିବି ମୋର କର୍ମଧର୍ମ ଏବଂ ସେଟା କରିବି ସିନେମା ସେମାନଙ୍କ ପାଟି ଚୁପ ହେଇଯିବ ସିନେମା କାଲି କଥା କହିବ ବୁଝିଲେ କି ମୋର ମୃତ୍ୟୁ ପରେ ମୁଁ ଦେଖିବି ଯେ ଏତେ ଭଲ ସିନେମା ଓଡ଼ିଶାବାସୀ ଦେଖିବେ ଯେ ଏତେ ଭଲ ସିନେମା ହରିଭାଇ କରିଛନ୍ତି ଯୋଉମାନେ ଆଜି ବି ଦେଖିଛନ୍ତି ଯୋଉମାନେ ଦେଖିଛନ୍ତି ଆପଣ ବିଶ୍ୱାସ କରିବେନି ଟଚ୍ ଉଡ୍ ଏଠି ଆପଣ ଷ୍ଟୁଡିଓ ଜଗନ୍ନାଥଙ୍କ ରାଣ ସିନେମା ଦେଖିକିରି ଯୋଉ ଯୋଉ ପ୍ରଶଂସା ମତେ ମିଳିଛି ଫେରେ ବୁଜୁର୍ଗ ଲୋକ ବରିଷ୍ଠ ଲୋକ ସିନେମା ଲୋକ ତେଣୁ ମୁଁ ପଛକୁ ଯିବାର ଚାନ୍ସ ନାହିଁ ଆଗେଇ ଯିବାର ଲୋକ ତେଣୁ ମୁଁ ଡରନ୍ତି ଯଦି ଦେଖେ ବାଜେ ସିନେମା କରୁଛି ମୁଁ ଡରିଯାଆନ୍ତି କାରଣ ନିହାତି ଆପଣଙ୍କ ସିନେମା ଯଦି ଆଦୃତ ନ ହବ ତାହେଲେ ଗୋଟେ କଳାକାରର ତାର ଯୋଉ କାର୍ଯ୍ୟର
ପ୍ରସିଦ୍ଧି କିଛି ବି ରହିବନି, ତାକୁ କେହି ବି ଗ୍ରହଣ କରିବେନି। କାରଣ ଦୀର୍ଘ ଦିନ ଧରି ଆପଣ ଯଦି ଚଳଚ୍ଚିତ୍ର ଜଗତରେ ତିଷ୍ଠି ରହିଛନ୍ତି, କାରଣ ହେଉଛି ଆପଣଙ୍କର ଚରିତ୍ର, ଆପଣଙ୍କର ଅଭିନୟ। ଏକ୍ଜାକ୍ଟଲି ତେଣୁକରି ଆପଣଙ୍କ ଅଭିନୟ କୋଉଠି ନା କୋଉଠି ଲୋକଙ୍କ ମନକୁ ଛୁଇଁଛି। ତେଣୁକରି ତ ଆପଣଙ୍କ ସିନେମା ସେଇ ଯୋଉମାନେ ଲୋକାଦୃତ ଆରେ ହଉଛି। ନାଇଁ, ଯୋଉମାନେ କହୁଛନ୍ତି, ଆଜ୍ଞା। ସମସ୍ତେ ତ କହୁନାହାନ୍ତି, ଯୋଉମାନେ କହୁଛନ୍ତି 100% ସେମାନେ ମୋର ଫ୍ୟାନ୍, ମୋର ଅଭିନୟକୁ ଭଲ ପାଆନ୍ତି। ଖାଲି କଣ ଯେ ମୁଁ ଦଳରେ କାହିଁକି ମିଶିଛି। ଦଳ ସହିତ ସମସ୍ତଙ୍କର ଗୋଟେ ଦଳ ଅଛି। ଦଳ, ରାଜନୈତିକ ଦଳରେ ରହିବା, ଲୋକଙ୍କର ସେବା କରିବାର ଅସୁବିଧା। ମୋର ବ୍ୟକ୍ତିଗତ ଅଧିକାର ମତେ କିଏ ଛଡେଇବ? ମୁଁ ଆଜ୍ଞା। କାହାକୁ ଭୋଟ ଦେବି, କୋଉ ନେତାକୁ ପସନ୍ଦ କରିବି, କୋଉ ଦଳରେ ରହିବି, ସେଟା ମୋର ବ୍ୟକ୍ତିଗତ, ମୋର ମୌଳିକ ଅଧିକାର। ବେଳେ ବେଳେ ଆଜିକାଲି ଆମେ ଯେମିତି ଦେଖୁଛେ ୟୁଟ୍ୟୁବର୍ସ ମାନେ ଆଉ କିଛି ଆମର କମେଡିଆନ ମାନେ, ହାସ୍ୟ କଳାକାର ମାନେ ଅଶ୍ଳୀଳତାକୁ ପାଥେୟ କରୁଛନ୍ତି ଲୋକମାନଙ୍କ ଦ୍ୱାରା ଆଦୃତ ହବା ପାଇଁ। ଆପଣ ଏହାକୁ କିଭଳି ଦେଖନ୍ତି? ପ୍ରକୃତରେ ନାଇଁ, ଅଶ୍ଳୀଳତା ରହିବା ନାଇଁ, ଦରକାର କମେଡିରେ? ମୁଁ ଏହା ଏହା ଏକ ଭଲ ସାମାଜିକ ବାର୍ତ୍ତା ଦବ କି ନାଇଁ, ସମାଜକୁ? ମୁଁ ଏହା ସପୋର୍ଟରେ ନୁହଁ। ଏବଂ ମୋ ଜୀବନରେ ଯଦି ମୁଁ କରିଥିବି, ରେୟାର ଟୁ ରେୟାର 1% 2% ଯଦି ଥିବ, ଅଶ୍ଳୀଳତା କୋଉଠି ଥିବ, ପ୍ରଯୋଜକ ଡାଇରେକ୍ଟରଙ୍କ ପ୍ରେସରରେ କରିଥାଇପାରେ। କିନ୍ତୁ ବ୍ୟକ୍ତିଗତ ଯୋଉ ସ୍କ୍ରିପ୍ଟ କରିକି ଯାହା କରେ, ଅଶ୍ଳୀଳତାର ଚାନ୍ସେସ୍ ନଥାଏ। ଏବଂ ମୁଁ ଚାହେଁ ନାହିଁ, କାରଣ କମେଡିରେ ଅଶ୍ଳୀଳତା ମେ ବି ଏକ ପାର୍ଟ ହେଇପାରେ ଜଷ୍ଟ, କିନ୍ତୁ ତାକୁ ଆପଣ ଓଭରକମ୍ କରିକି ଯାଇପାରିବେ। ଆଉ ଅଶ୍ଳୀଳତାକୁ କାନ୍ଧେଇକି ମୁଣ୍ଡେଇକି ଆଶ୍ରୟ କରିକିରି ଆପଣ କ୍ୟାରିୟର କରିବେ, ଏଇଟା ପସିବଲ ହେଇପାରିବନି। ଅଶ୍ଳୀଳତା ବିନା ବି ହାସ୍ୟ କଳାକାର ଦର୍ଶକ ମାନଙ୍କ ମୁଁ ଦ୍ୱାରା କରିଛି। ଆଦୃତ ହେଇପାରିବ। ମୁଁ ତ କରିଛି। ଆଜ୍ଞା। କିନ୍ତୁ ଆମର ଯୁବପିଢି, ଯୁବ କଳାକାର ମାନେ ଯୋଉମାନେ କାହିଁକି କରୁନି, ଯୋଉମାନେ କରୁଛନ୍ତି, ତାଙ୍କୁ ମାନେ ରାତାରାତ ହିରୋ ହବାର ଇଚ୍ଛା ନା କଣ? ତାଙ୍କର ବ୍ୟକ୍ତିଗତ କଥା ଭିତରେ ଆମେ କମେଣ୍ଟ ଦବାନି, କିନ୍ତୁ ଏଇଟା ହଉଛି ନଟ୍ ଦ ରାଇଟ୍ ୱେ ଟୁ ଗୋ ହେଡ୍। ଯଦି ସମାଜକୁ ଗୋଟେ ଭଲ ବାର୍ତ୍ତା ନ ଯାଉଛି, ତାହେଲେ ସେ ଅଭିନୟରେ କୌଣସି କଳାକାର ମାନେ ନୁହଁ ଯେ ଆପଣ ପଇସା ରୋଜଗାର କରିବେ, ଯଶ କୀର୍ତ୍ତି ଅର୍ଜନ କରିବେ ଏବଂ ସମାଜକୁ କଳୁଷିତ କରିବେ, ଆଜ୍ଞା। ତା ନୁହଁ। ସମାଜକୁ ଗୋଟେ ଦିଗ୍ଦର୍ଶନ ଦେବେ, ଗୋଟେ ଭଲ ବାର୍ତ୍ତା ଦେବେ। ଇଏ ଗୋଟେ କଳାକାର ଧର୍ମ ଏବଂ କର୍ମ ହବା ଦରକାର ମୋ ମତରେ। 1995 ମସିହା ଠାରୁ ଆଜି ପର୍ଯ୍ୟନ୍ତର ସିନେମା ବଡ଼ ପରିବର୍ତ୍ତନ ଆସିଛି। ଏହା କିଭଳି ଭାବରେ ଆପଣଙ୍କୁ କି ଯୁବ କଳାକାର ମାନଙ୍କୁ ସୁଯୋଗ ଦଉଛି ବୋଲି ଆପଣ ଭାବୁଛନ୍ତି? ନାଇଁ, ଯୁବ କଳାକାର ତ ଆଜି ବି ଆସୁଛନ୍ତି। ଆମେ ବି ଦିନେ ନୂଆ ହେଇକି ଥିଲୁ। ପ୍ରତ୍ୟେକ ଇଏ ଯୋଉ ମାନେ କଣ, ଯେମିତି ସମାଜ ପରିବର୍ତ୍ତନଶୀଳ, ସେମିତି ଇଣ୍ଡଷ୍ଟ୍ରି ବି ପରିବର୍ତ୍ତନଶୀଳ। ସବୁବେଳେ ପୁରୁଣା ଯିବେ, ନୂଆ ଆସିବେ, ଏଇ ହଉଛି ହବା ବି ଆବଶ୍ୟକ। ତେଣୁ ଯୋଉମାନେ ଆସୁଛନ୍ତି, ସ୍ୱାଭାବିକ, ଆମେ ଇଣ୍ଡଷ୍ଟ୍ରିର ଜଣେ ସିନିୟର ହିସାବରେ ଆମେ ସ୍ୱାଗତ କରିବା ଆବଶ୍ୟକ। କିନ୍ତୁ ଟିକେ ଏଇ ନିଷ୍ଠା, ଅଧ୍ୟବସାୟ, ଏଇ ଯୋଉ କଥା ଆମେ ସବୁ ଆମ ଗୁରୁମାନେ ଶିଖେଇଛନ୍ତି, ବୁଝେଇଛନ୍ତି, ଏଗୁଡ଼ା ସବୁ ବାକ୍ୟରେ ସୀମିତ ନୁହେଁ। ଏଗୁଡ଼ା ସତରେ ତାକୁ ୟୁଜ କରିବା ଦରକାର। ଆମେ ପରିପକ୍ୱ ହବା ଦରକାର, ଯେକୌଣସି କାମରେ, ଅଭିନୟ ହଉ, ନିର୍ଦ୍ଦେଶନ ହଉ। ଏବଂ ଅପରିପକ୍ୱତାକୁ ଯଦି ଆମେ ଦେଖେଇବା, ଆମେ ଲଙ୍ଗ ରେସ୍ର ଘୋଡ଼ା ହେଇପାରିବାନି। ଆମେ ହଁ ଗୋଟା ଦିଟା କରିକିରି ନାମ କମେଇ ପାରିବା, କିନ୍ତୁ ଆମକୁ ଆମର ଯୋଉ ଲକ୍ଷ୍ୟ ଯେ ଆମେ ଗୋଟେ ଯିବା, ବହୁତ ବର୍ଷ ପର୍ଯ୍ୟନ୍ତ କାମ କରିବା। ଜୟବାବୁଙ୍କ କଥା ଯେମିତି କହୁଛୁ, ହଁ। ଜୟରାମ ସାମଲଙ୍କ କଥା, ସିଏ ଆଜି ବୟସାଧିକ ସତ୍ତ୍ୱେ ବି ଲୋକଙ୍କ ହୃଦୟରେ, ରକ୍ତରେ ଅଛନ୍ତି ଏବଂ କାମ କରୁଛନ୍ତି। ତେଣୁ ସେମିତି ଯାହାର ଯାହା ଲକ୍ଷ୍ୟ, ଯଦି ଦୂର ରାସ୍ତା ଯିବା ପାଇଁ ଇଚ୍ଛା, ତାହେଲେ ନିଜକୁ ସେମିତି ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ଯେତେବେଳେ ଆପଣ ସିନେମାର ଚରିତ୍ରକୁ ବାଛନ୍ତି, ହୁଁ। ଆପଣଙ୍କୁ ତ ଧ୍ୟାନ ଦେବାକୁ ପଡୁଥିବ ଦର୍ଶକ କୋଉଟା ଚାହୁଁଛନ୍ତି, ଦର୍ଶକଙ୍କର ଆକର୍ଷଣ କେଉଁଥିରେ, ନା ନିଜର ସୃଜନଶୀଳତା, କେଉଁଠିକୁ ଅଧିକ ଗୁରୁତ୍ୱାରୋପ କରନ୍ତି ଆପଣ, ବିଶେଷ କରି କଳାକାର ମାନେ? ମୁଁ ଦେଖେ ଯେ ମୋର ଚରିତ୍ର ତା ଦେହରେ କଣ, ଏବଂ ସେ ଚରିତ୍ରର ମୂଲ୍ୟ କେତେ ସିନେମାରେ, ସେଟାକୁ ମୁଁ ଆଗେ ଦେଖେ। ପଇସା ସେକେଣ୍ଡାରୀ, ସେଟା ଦେଖେନି। ଯେ ମତେ ଜଣେ ଯଦି କହିଲା ତମକୁ ବହୁତ ଅଧିକା ପଇସା ଦିଆଯିବ, ଏମିତି ଚରିତ୍ର କିଛି ମୂଲ୍ୟ ନାହିଁ, ମୁଁ କରେନି। ମାନେ ପଇସା ପ୍ୟାରା ଆପଣ ନୁହନ୍ତି, ନା। ଆପଣ ଚରିତ୍ର ପ୍ୟାରା। ହଁ, ମତେ କ୍ୟାରେକ୍ଟର ଦରକାର, ଭଲ ସ୍କୋର କରିପାରିବା। ମୋର ଫ୍ୟାନ୍ ଶୁଭେଚ୍ଛୁ ମାନଙ୍କୁ ଆମେ ସେମାନଙ୍କ ମୁହଁରେ ହସ ଫୁଟେଇ ପାରିବା, ତାଙ୍କୁ ମନୋରଞ୍ଜନ କରିପାରିବା, ସେଇଟା ଆମେ ଆଗେ ଦେଖିବା। ପଇସା ସେକେଣ୍ଡାରୀ। ଏମିତି ବି ହେଇଛି ଯୋଉଠି ଭଲ ଚରିତ୍ର ଅଛି, ପ୍ରଯୋଜକ ନିର୍ଦ୍ଦେଶକ କହିଛନ୍ତି ଆମର ବଜେଟ ନାହିଁ, ମୁଁ ବି କରିଛି। ଏମିତି ବି ଫିଲ୍ମ କରିଛି, ମାନେ ଜଣେ ଆସି କହିଛନ୍ତି ଯେ ଆମେ ଏଇଟା ଗୋଟେ ନ୍ୟାସନାଲ ଆୱାର୍ଡ ପାଇଁ ଫିଲ୍ମ କରୁଛୁ, ମୋ ପାଖରେ ବଜେଟ ନାହିଁ। ଜଣେ ନିର୍ଦ୍ଦେଶକ, ମୁଁ କହିଲି ଚାଲ ମାଗଣା କରିବା, ଖାଲି ଗାଡ଼ିରେ ତେଲ ପକେଇ ଦିଅ ମୋର, ମୁଁ ଯାଇ ମାଗଣା କରେ। ଏସବୁ ବି ହେଇଛି ଲାଇଫରେ। ଭଦ୍ରକର ଭଣ୍ଡାରୀ ପୋଖରୀର ହରିହର ମହାପାତ୍ର ହୁଁ। ଏବେ ଓଡ଼ିଶାର
ଚିରପରିଚିତ ହରି ଭାଇ। ଏଇ ଯୋଉ ଯାତ୍ରା ଆରମ୍ଭ ହେଇଥିଲା ଗୋଟେ ସୁଦୂର ଗାଁରୁ ଆଜି ଆସି ଶ୍ରେଷ୍ଠ ଅଭିନେତାରେ ପହଞ୍ଚିଗଲେ। ଏଇ ଲୋକପ୍ରିୟତା ବ୍ୟକ୍ତିଗତ ଜୀବନ ଉପରେ କିଛି ପ୍ରଭାବ ପକାଏ? ସୁଖ ଖୁସି ଲାଗେ, ଦୁଃଖ ବି ଲାଗେ, ଯୋଉଟା ଯେମିତି ଆଜିକା ଘଟଣା। ଆଜି ଶ୍ରେଷ୍ଠ ଅଭିନେତାର ସମ୍ମାନ ମିଳିଛି, କିନ୍ତୁ କିଛି ନିନ୍ଦୁକ ତାକୁ ଗୋଟେ ଅଲଗା ଉପାୟରେ ପ୍ରେଜେଣ୍ଟ କରୁଛନ୍ତି। ମୁଁ ଏକ ରାଜନୈତିକ ଦଳରେ ଅଛି, ତାକୁ ନେଇକି ଯୋଡ଼ିକିରି ସେମାନେ କହୁଛନ୍ତି। ଗୋଟେ ମିଥ୍ୟା କଥାକୁ, ଗୋଟେ ଅବାସ୍ତବ କଥାକୁ ସେମାନେ ଜୋର ଜବରଦସ୍ତି ସତ୍ୟତା ସହିତ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଆଉ ସେ ବିଷୟରେ କିଛି କହିପାରିବିନି, ଖାଲି ଭଗବାନଙ୍କ ଉପରେ ଭରସା ରଖି ଛାଡ଼ିବା କଥା। ସେମାନଙ୍କୁ ଭଗବାନ ଦଣ୍ଡ ଦିଅନ୍ତୁ ବୋଲି ଏତିକି ମୁଁ କହିପାରିବି, ଯେ ମିଛ କଥାକୁ ଯେ ସେମାନେ ଇଏ କରୁଛନ୍ତି। ଇଏ ହେଉଛି କଷ୍ଟ। କାରଣ ଗୋଟେ କଳାକାର, 30 ବର୍ଷର କଳାକାର, ଏତେ ଦିନ ଧରି ସଂଗ୍ରାମ କରି, ଏତେ କଷ୍ଟ କରି ଆଜି ମୁଁ କରୁଛି, ଆଜି ବି ସଂଗ୍ରାମ କରୁଛି। ଆର୍ଟିଷ୍ଟ ଲାଇଫଟା ଡେଲି ସଂଗ୍ରାମ ତ କରୁଛି ଏବଂ ଆଗକୁ ବି କରିବି। ଏବଂ ମୋ ପଛର କେତେ କଷ୍ଟରେ ମୁଁ ଆସି ଛିଡ଼ା ହେଇଛି, ତ ସେଇଟାକୁ ଲୋକ ଦେଖନ୍ତିନି, ଭାବନ୍ତିନି। ଯିଏ ହଉ, ମୁଁ ବି ହଉ, ଯିଏ ବି ହଉ, ଜଣେ ଆଜି ଯଦି ସମାଜରେ ଏତେ ବଡ଼ ପ୍ରସିଦ୍ଧି ଲାଭ କରିଛି, ସେ ବିଲକୁଲ ସେମିତି କରିପାରିବେ ନାହିଁ। ତା ପଛରେ ପ୍ରଗାଢ଼ ପରିଶ୍ରମ କରୁଥିବ ସେ। ତେଣୁ ସେଇଟାକୁ ଲୋକ ଦେଖନ୍ତିନି, କହନ୍ତି ଇଏ ହେଉଛି ଦୁଃଖ। ଏବଂ ସୁଖ ହେଉଛି ଯେ ସବୁ ଲୋକଙ୍କ କଥା ମୁଁ କହୁନି, କିଛି ଲୋକଙ୍କର ଏଇଟା କଥା। ଅନେକ ଲୋକ ଅଛନ୍ତି ଯୋଉ ଭଲ ପାଇବା, ରାସ୍ତା ଛିଡ଼ା ହେଇକି ଯଦି ସେ ଦେଖିଛନ୍ତି କାଲି ସିନେମାଟି, ଆଜି କୁଣ୍ଢେଇକି ଧରିବା, ବୁଝିଲେ କି, ଫୋନରେ କହିବା, ମେସେଜ ଦେବା, ଏବଂ ଦେଶ ବିଦେଶରେ ଯେତେବେଳେ ଦେଖା ହୁଅନ୍ତି ସେତେବେଳେ ମୋର ମନେ ନଥିବ ଡାଇଲଗ, ମୋର ସିନ୍ ମନେ ନଥିବ, ସେମାନେ ଯୋଉ ବ୍ୟାଖ୍ୟା କରିବା, ସିଏ ଯୋଉ ଆନନ୍ଦ, ସେ ଆନନ୍ଦ ମତେ ମାନେ ଆଉ କୋଉଠି ମିଳିବା ଅସମ୍ଭବ। ଆପଣଙ୍କ ଘରେ ଗୋଟେ ବିରାଟ କେମିଷ୍ଟ୍ରି ଅଛି। ହୁଁ। ଆପଣ ହେଲେ ହାସ୍ୟ କଳାକାର, ହାସ୍ୟ କଳାକାର ତ କହିପାରିବାନି, ଜଣେ ଅଭିନେତା। ଅଭିନେତା। ହୁଁ। ଆଉ ଆପଣଙ୍କର ସହଧର୍ମିଣୀ ଭାଉଜ ହେଲେ ଡକ୍ଟର, ଆଜ୍ଞା। ଡାକ୍ତରୀ ପେଶା। ହୁଁ। ଝିଅ ଆପଣଙ୍କର ଇଚ୍ଛା ରଖିଛି କିଛି ନୂତନତ୍ୱ କରିବାର। ଘରେ ଯେତେବେଳେ ବସନ୍ତି, କଥାବାର୍ତ୍ତା ହୁଅନ୍ତି, ସମସ୍ତେ ଅଲଗା ଅଲଗା ଆଡକୁ ମୁହଁ କରି ବସନ୍ତି ନା ଏକାଠି ବସି କଥା ହୁଅନ୍ତି? ଅଲଗା ଆଡେ ମୁହଁ ଦେଲେ ସମ୍ପର୍କଟା ଅଲଗା ଅଲଗା ହେଇଯାଏ, ନୁହେଁ କି? ତେଣୁ ପରିବାର ସମସ୍ତେ ଏକାଠି ବସିକିରି ଆମେ ସମସ୍ତଙ୍କର ଗୋଲଟି ଅଲଗା ଅଲଗା, ଗୋଲ ଅଲଗା, କିନ୍ତୁ ଫେସ୍ ସାମ୍ନା ସାମ୍ନି ସବୁବେଳେ ପାଇଁ। ବୁଝିପାରନ୍ତି ଆପଣଙ୍କ ଅଭିନୟର ଭାଷାକୁ ଭାଉଜ ବୁଝନ୍ତି? ସିଏ ସାଧାରଣ ଦର୍ଶକ ଜଣେ, ସିଏ ସାଧାରଣ ଦର୍ଶକ। କମେଡିରେ ଯେମିତି ହସିବା କଥା ହସନ୍ତି, ଦୁଃଖ ସିନେ କାନ୍ଦିବା କଥା କାନ୍ଦନ୍ତି। ଏବଂ ସାଧାରଣ ଦର୍ଶକ ହେଲେ ବି ମୁଁ ତ ପ୍ରାୟ ଯୋଉ ମୁଖ୍ୟ ଚରିତ୍ର ଯୋଉ ସିନେମା ଗୁଡାକରେ ମୁଁ ନିଜେ ସ୍କ୍ରିପ୍ଟ ଲେଖେ। ମୁଁ ସ୍କ୍ରିପ୍ଟ ଲେଖିକି, ଯେହେତୁ ସେ ଜଣେ ସାଧାରଣ ଦର୍ଶକ, ମୁଁ ତାଙ୍କୁ ଆଗେ ଶୁଣାଏ। ଏବଂ ମନ୍ଦ ଯୋଉଟା ସେ କହିଦିଅନ୍ତି, ମତେ ଏଇଟା ହେଲ୍ପ ହୁଏ, କରେକ୍ସନ ମୁଁ କରିଦେଇପାରେ। ସାଧାରଣ ଦର୍ଶକଟେ ମୁଁ ପଢିଲା ପରେ ସେ ଜାଣିଲା, ଆଚ୍ଛା ଏଇଠି ମୁଁ ଲେଖିଲା ବାଲା ନା, ମୁଁ ତ ବ୍ରହ୍ମାଣ୍ଡ ଯେ ବେଦ ଗାରେ ଦେବି, ସିଏ କରେକ୍ସନ କରି, ଆଚ୍ଛା ଏଇଟା ନା ନା ଏଇଟା ଭଲ ଲାଗୁନି, ସେଇ ସିନ୍ଟା ଚେଞ୍ଜ କଲେ ହବ। ତ ସିଏ ହଉଛି ପ୍ରଥମ ମୋର କଣ ଟିଚର ହେଲା, ଇଏ ଗୋଟେ। ଆଉ ଝିଅ ଯେହେତୁ ଛୋଟ, ସେ ତାର କାନ୍ଦିବା ସିନ୍ ଦେଖିଲେ କାନ୍ଦିବ, ହସିବା ସିନ୍ ଦେଖିଲେ ହସିବ। ଏବେ ଯେବେ ଆୱାର୍ଡ ପାଇଲେ କେତେ ଖୁସି ଥିଲେ ପରିବାର ଲୋକ? ସମସ୍ତେ ଖୁସି ଥିଲେ ଏବଂ ସମସ୍ତେ ଯିବାକୁ ଚାହୁଁଥିଲେ ସେ ଆୱାର୍ଡ ସେରିମୋନିକୁ। ଆଚ୍ଛା, ଝିଅର ପରୀକ୍ଷା, ମାନେ ରାତି ପାଇଲେ ପରୀକ୍ଷା ଥିଲା। ମୁଁ କହିଲି ନାଇଁ ତୁ ଯା ନା, କାରଣ ହାଫ୍ ଡେଟା ନଷ୍ଟ ହବ। ଆଉ ମିସେସ୍ ତାକୁ ଜଗି ବସିଥିଲା ପାଠ ପଢା ପାଖରେ, ତ ମୁଁ ଯାଇଥିଲି ଆୱାର୍ଡ ଆଣିବାକୁ। ଆୱାର୍ଡ ଆଣିଲା ପରେ ଗପିଲୁ ରାତି ସାରା। ଆପଣ ପ୍ରାରମ୍ଭିକ ଦିନରେ ଯେତେବେଳେ ସିନେମାକୁ ଆସିଥିବେ, ଜେନେରାଲି ଆମେ ବି ଦେଖେ ସିନେମାରେ ଯିଏ ବି ଗୋଟେ ନୂଆ କଳାକାର ଆସେ ତାକୁ ବହୁତ ଷ୍ଟ୍ରଗଲ କରିବାକୁ ପଡୁଥିଲା। ସେ ପ୍ରାରମ୍ଭିକ ଦିନରେ ଆପଣ ଜଣେ ଷ୍ଟାର କିଡ୍ ବି ନୁହନ୍ତି, ତେଣୁକରି ଷ୍ଟାର କିଡ୍ ନ ହେଇକି ପୁଣି ଆସି ଓଡ଼ିଆ ସିନେ ଜଗତରେ ରାଜ କରିବା, ସେ ପ୍ରାରମ୍ଭିକ ଜୀବନ କେମିତି ଥିଲା? ସେଇ ତ କଷ୍ଟ ନା, ସପୋର୍ଟ ବିନା ସପୋର୍ଟ, ନିଜ ଟିମ୍ ନାହିଁ, ମୋର ଗ୍ରୁପ ନାହିଁ, ଏକୁଟିଆ ଲଢ଼ି ଏକୁଟିଆ ସଂଗ୍ରାମ କରିକି ଏଇ ଜାଗାରେ ପହଞ୍ଚିବା କଥା ହେଲା। କିଛି ବିନା ସପୋର୍ଟ, ଏମିତି ସମୟ ଆସିଛି ଯେ ଭୁବନେଶ୍ୱରରେ ରହିବାକୁ ଜାଗା ନାହିଁ, ମୁଣ୍ଡ ଗୁଞ୍ଜିବାକୁ, ଖାଇବାକୁ ପଇସା ନାହିଁ, ଏମିତି ଯୋଉ ହେଇଛି। ସେ ସବୁ କଳାକାର ଆପଣ ବି ଯୌଥ ପରିବାର, ସବୁ କଳାକାର ଜୀବନରେ ଥାଏ। ମୋର ଟିକେ ଅଧିକା ଅଛି, କଷ୍ଟ ଥିଲା ବୋଲି, ସଂଗ୍ରାମ ଥିଲା ବୋଲି ମୁଁ କହିବି। ତେଣୁ ସେଇ ସଂଗ୍ରାମ, ଏବଂ ସେତେବେଳେ ଯେମିତି ମୁଁ ଡରି ନଥିଲି, ଆଜି ବି ମୁଁ ଡରୁନି। ସେତେବେଳେ ମୁଁ ଯେତେବେଳେ ପ୍ରଥମେ ଆସିଲି ନା, ସେତେବେଳେ ଏମିତି କିଛି ନ ହେଇଥିଲି, ମୁଁ ଗୋଟେ ମାଟି ପିଣ୍ଡୁଳା ଥିଲି।
ସେତେବେଳେ ବି ଲୋକ କହିଲେ ତୁ କୁଆଡେ ଆସିଛୁ, ତୋ ଚେହେରା ଦେଖିଛୁ, ତୁ ଫିଲ୍ମ ଆକ୍ଟର, ଗେଟ୍ ଆଉଟ୍ କହିଥିଲେ। ବୁଝି ଆଜି କିଛି ସେମାନେ ନଥିଲେ। ଯେତେବେଳେ ସେଇ ଦେଖୁଥିବେ, ନିନ୍ଦୁକ ଅଛନ୍ତି, ସେଇ ନିନ୍ଦୁକ ଆଜି ଅଲଗା ନିନ୍ଦୁକ ତ ସମାଜରୁ ବାହାରିବେନି ନା। ସେଇମାନେ ଯଦି ଆଜି ଏ ହରିହର ମହାପାତ୍ରଙ୍କୁ ଦେଖୁଥିବେ, ହରିଭାଇକୁ ଦେଖୁଥିବେ, ତାଙ୍କୁ କଣ ଅନୁଭବ ହଉଥିବ? ସେ ଯାହା ଅନୁଭବ କରୁଥିବେ, ବର୍ତ୍ତମାନ ଏଇ ଯୋଉ ନିନ୍ଦୁକ ଆଜି ସିନେମାକୁ ନେଇକି ମୋର ଧୋରେ ବାବୁ ଧୋକୁ ନେଇକି ଚର୍ଚ୍ଚା କରୁଛନ୍ତି, ସେମାନେ ଯେତେବେଳେ ଦେଖିବେ ସିନେମା, ହରିଭାଇଟାକୁ ଆମେ ଭୁଲରେ କରୁଥିଲୁ, ଏଷ୍ଟିମେଟ କରୁଥିଲୁ, ନିଜେ କାନ ଧରିକି ନିଜେ ଆବଡ଼ା ଖାଇବେ। ତେଣୁ ମୁଁ ସେଇଟାକୁ ମୁଁ ଗୁରୁତ୍ୱର ସହ ନେଇନି କି ନେବିନି, ବୁଝିଲେ କି? କାରଣ ମୁଁ ବେଷ୍ଟ କାମ କରିଛି। ଜୁରି ଯୋଉ ବସିଥିଲେ 5-10 ଜଣ, ସେମାନେ ତାଙ୍କର ସଠିକ ଚୟନ କରିଛନ୍ତି। ଆଉ ଏମାନେ ବସି ଏମାନେ ଯଦି ମନେ ମନେ ଜୁରି ହେଇଯିବେ, ତେଣୁ ଆମେ ତାଙ୍କୁ କଣ କହିବା? ତେଣୁ ମୁଁ ସେଇଟାକୁ ଭାବିନି କି ମୁଁ ସେଇଟାକୁ ଗୁରୁତ୍ୱର ସହ ସତ କଥା କହୁଛି, ସିରିୟସଲି ମୁଁ ନିଏନି। ଆଉ ଯଦି ଆପଣ ଲୋଗୋ କା କାମ ହେ कहନା, ଯଦି ଆପଣ ଶୁଣିବେ, ଆପଣ ଘରୁ ଗୋଟେ ଗୋଡ଼ ବାହାର କରିପାରିବେନି, ପଛେଇଯିବେ। ମୁଁ ପଛେଇବା ଲୋକ ନୁହଁ, ହରି ଭାଇ। ହାରେନି। ଆପଣ ଜଣେ ଯୌଥ ପରିବାରରୁ ଆସୁଛନ୍ତି, ଆଉ ଦୀର୍ଘ ଦିନ ଧରି ମଧ୍ୟ ସଂଗ୍ରାମ କଲେ ଚଳଚ୍ଚିତ୍ର 30 ଜଗତରେ ବର୍ଷ। ନାଁ କମେଇବା ପାଇଁ। ତା ସହିତ ଆପଣ ଆନୁଷ୍ଠାନିକ ଭାବେ ମଧ୍ୟ ଅଭିନୟ ଶିଖିଛନ୍ତି। ପରିବାର ତରଫରୁ କେମିତି ସପୋର୍ଟ ଥିଲା? ଆପଣଙ୍କ ପାରିବାରିକ ସ୍ଥିତି ସେତେବେଳେ କେମିତି ଥିଲା? ବାପା ମା କେମିତି ସମର୍ଥନ କରୁଥିଲେ? ନା ତାଙ୍କର ଆଉ କିଛି ଇଚ୍ଛା ଥିଲା, ଏବେ ହରି ଭାଇକୁ ଦେଖିକି ସେମାନେ ଖୁସି ହଉଥିବେ? ନାଇଁ, ସେଇଟା ଇଏ ଗୋଟେ ୟୁନିଭର୍ସାଲ କଥା। ଯେ କୌଣସି ବାପା ମା ପିଲାଙ୍କୁ କିଏ ଇଞ୍ଜିନିୟରିଂ ପଢ଼ିବାକୁ ଚାହେଁ, କିଏ ମେଡିକାଲ ପଢ଼ିବାକୁ ଚାହେଁ, ଛୋଟବେଳେ କଣ ହବୁ? କି ଆଇଏଏସ୍ ଅଲଗା କଣ, ଅଫିସର ହଁ, ସେ ସବୁ ଥାଏ। ତେଣୁ କୌଣସି ବାପା ମା ଜବରଦସ୍ତି ଯାଇ କହନ୍ତିନି ଯେ ଯାଇକିରି ସିନେମା କର। ସିନେମା କର ବୋଲି। ତେଣୁ ମୋର ଗୋଟେ ବ୍ୟକ୍ତିଗତ ଇଚ୍ଛା ଥିଲା। ଦ୍ୟାଟ୍ ଟୁ ବ୍ୟକ୍ତିଗତ ଇଚ୍ଛା ଥିଲା ମାନେ ଏଇଟା ଗୋଟେ ଭଲ କଥା ଯେ ମୁଁ କହିଲି ଯଦି ଗୋଟେ କାମ ମୁଁ କରିବି, ଶିକ୍ଷା ଗ୍ରହଣ କରିବି, ସେମିତି ମନ ଇଚ୍ଛା କରିବିନି। ଯଦି ୟାର ମେକାନିଜିମ୍, ଏଇ ମାଇକ୍ରୋଫୋନର ମେକାନିଜିମ୍ ଯଦି ମୁଁ ନ ଜାଣିଛି, ଖାଲି ଇଏ ଆଣିକି ଏଠି ଜଣେ ଥୋଇ ଦଉଛି, ମୁଁ ତାକୁ ଦେଖି ଥୋଇଦେବି, ମୁଁ ନାହିଁ। ମୁଁ ଏଟା ଜାଣିବି, ଏଟା କାହିଁକି ଇଆଡୁ ମୁଁ ହେଇଛି, କଣ ପାଇଁ ଷ୍ଟାଣ୍ଡ ଏମିତି କାହିଁକି ହେଇଛି, ଡିଟେଲିଂ ଜାଣିକି ମୁଁ କରିବି। ସେଥିପାଇଁ ମୁଁ ଯଦି ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କଲି, ମୁଁ କହିଲି ମୁଁ ଶିକ୍ଷା ଗ୍ରହଣ କରିବି। ଶିକ୍ଷା ଗ୍ରହଣ କରିବି କଣ? ମାଷ୍ଟର ଡିଗ୍ରୀ କଲି, ପ୍ଲସ୍ ଏବେ ପିଏଚଡି ବି କରୁଛି ସେଇ ଥିଏଟରରେ, ୟୁନିଭର୍ସିଟି ଅଫ୍ କଲଚରରେ। ତେଣୁ ମୁଁ ସେଥିପାଇଁ ମୁଁ ଯେତେବେଳେ କରେ ଡେପ୍ଥରେ କରିବାକୁ ଚେଷ୍ଟା କରେ। ତେଣୁ ପ୍ରଭୁଙ୍କ ଇଚ୍ଛା। ସେ ଇନିସିଆଲ ଷ୍ଟେଜରେ କାହାର ବେଶୀ ସମର୍ଥନ ଥିଲା, ହଁ, ସେ ମାଙ୍କର ଯୋଉ ନା ବାପାଙ୍କର? ସମର୍ଥନ, ହଁ, ତ ଯେ ମୁଁ ସ୍କିପ୍ କରିଗଲି। ତ ସେତେବେଳେ ସବୁ ବାପା ମା ଯେମିତି ଚାହାନ୍ତି ଯେ ଏଇ ପ୍ରଫେସନକୁ ନ ଆସିବାକୁ, ତେଣୁ ମୋ ବାପା ସେମିତି ଚାହୁଁନଥିଲେ। ବାପା ଯେହେତୁ ରେଲୱେରେ ଚାକିରି କରିଥିଲେ, ସେ ଚାହୁଁଥିଲେ ଯେ ରେଲୱେର ସବୁଠୁ ହାଏଷ୍ଟ ପୋଷ୍ଟ ଯୋଉ ଡିଆରଏମ୍ ତାଙ୍କର ଥିଲା, ଡିଭିଜନାଲ ରେଲୱେ ମ୍ୟାନେଜର, ସେଇ ପୋଷ୍ଟରେ ମୁଁ ବସେ ବୋଲି ତାଙ୍କ ମନ ଭିତରେ ଗୋଟେ ଥିଲା। ତେଣୁ କପାଳରେ ଯଦି ଲେଖା ଅଛି, ଇଏ ଗୋଟେ କଥା। ଦ୍ୱିତୀୟରେ ବାପା ଖୁସି ହେଲେ। ପ୍ରଥମେ ଯେ ବିରୋଧ କରୁଥିଲେ, ତାପରେ ଯେତେବେଳେ ଲୋକଙ୍କ ପ୍ରଶଂସା ମିଳିଲା, ବାପାଙ୍କୁ ଲୋକ ପ୍ରଶଂସା ଯାଇକି ପରିଚୟ ମିଳିଲା, ହରିଭାଇଙ୍କ ପରିଚୟ ମିଳିଲା, ପରିଚୟରେ। ହଁ, ମିଳିଲା। ତ ବାପାଙ୍କୁ ସମସ୍ତେ ଦେଖିଲେ ଯେ ଇଏ ଏମିତି ଗୋଟେ କାମ କରୁଛି ଯୋଉଟା ପ୍ରଶଂସା ଯୋଗ୍ୟ। ତ ଲୋକମାନେ ପ୍ରଶଂସା କଲେ, ବାପା ଖୁସି ହେଲେ, ତାପରେ ଚାଲିଲା। ଆପଣଙ୍କର ବିବାହ ହେଇଛି ଜଣେ ଡାକ୍ତରାଣୀଙ୍କ ସହିତ। ଜଣେ ଡାକ୍ତରାଣୀ ଜଣେ କମେଡିଆନକୁ ବାଛିଲେ, କଣ ଗୋଟେ ଭଲ ହୃଦୟ ଦେଖି ବାଛିଲେ, ନା ଆପଣଙ୍କ ନେମ୍ ଫେମ୍ ଦେଖିକି, ନା କଣ ଥିଲା ସେ ଯାତ୍ରା? ଭଲ, ହଁ, ନେମ୍ ଫେମ୍ ତ ହେଇପାରେ, ପ୍ରଥମ କଥା। ଦ୍ୱିତୀୟରେ ମୁଁ ହଉଛି ଦିଲ ଖୋଲା ଲୋକଟା, ମାନେ ଜାକିକିରି କିଛି ଜିନିଷ ରଖନ୍ତିନି। ନା, କହିଦିଏ। ସ୍ପଷ୍ଟବାଦିତା ହଉ କିମ୍ବା କୌଣସି, ମତେ ରଖିପାରେନି, କହିଦିଏ ଯେ ମତେ ଭଲ ଲାଗେନି ଯେ କୌଣସି ଜିନିଷ ମୁଁ କହିଦିଏ, ସ୍ପଷ୍ଟତାର ସହିତ କହିଦିଏ। ଇଏ ଗୋଟେ କଥା। ଦ୍ୱିତୀୟରେ ମୋ ଠାରୁ ଅଧିକା ସ୍ପଷ୍ଟବାଦୀ ସିଏ। ମୁଁ ଯାଇ କୌଣସି ଟିକେ ଛଳ ପ୍ରପଞ୍ଚ କରିକିରି କୌଣସି କଥା ହେଇପାରେ, ସେ ମୋ ଠାରୁ ଆହୁରି ସ୍ପଷ୍ଟବାଦିତା ତାଙ୍କ ପାଖରେ। ତେଣୁ ହେଇଗଲା। ତାପରେ ମ୍ୟାରେଜ ଆର୍ ମେଡ୍ ଇନ୍ ହେଭେନ୍, ଯୋଉଠି ଯେତେବେଳେ ଯାହାର ଥିବ ବିବାହ ସେଠି ହବ। ପ୍ରେମ ବିବାହ। ପ୍ରେମ ବୋଲି ଯଦି ନ କହିପାରିବା, ଲଭ୍ କମ୍ ଆରେଞ୍ଜ। ଆଉ ପ୍ରେମ ବିବାହ ଆଉ ସେମିତି ନାହିଁ ଯେ ଯୋଉ ଝିଙ୍କା ପିଟା ବିବାହ, ସେମିତି ନାହିଁ। ହଁ, ମାନେ ଘରର ହଁ, ଦୁଇ ଘରର permission, ସହମତିରେ, ଆଜ୍ଞା, ଉଭୟଙ୍କର ସହମତି, ହୁଁ, ଖୁସିରେ ଅଛନ୍ତି। ଠାକୁରଙ୍କ ଦୟାରୁ, ଜଗନ୍ନାଥ ଦୟାରୁ କିଛି ଯୋଉ ସବୁ ପ୍ରେମ ସର୍ବମଙ୍ଗଳ ବିବାହରେ ଯେମିତି ଗୋଟେ ଗୋଟେ କମିଟମେଣ୍ଟ ଥାଏ, କମିଟମେଣ୍ଟ ପୁରା ନହେଲେ ପୁଣି ପୁରା ମହାଭାରତ ହେଇଯାଏ, ସେ ସବୁ ସ୍ଥିତି ଆସିବାର ଜୀବନରେ ନା। ନାହିଁ। ଆଉ କେତେ ବର୍ଷ ବାହାର ହେଇଗଲାଣି? 2007।
ହେଲା ଇଏ ଗୋଟେ ଦୀର୍ଘ କଥା ଦିନ ଇଏ ଗୋଟେ 20 କଥା ବର୍ଷ ଦ୍ୱିତୀୟ କଥା 2 ଜଣଙ୍କ ଭିତରେ ଅଣ୍ଡରଷ୍ଟାଣ୍ଡିଂ ହଁ ଭଲ। ଅଣ୍ଡରଷ୍ଟାଣ୍ଡିଂ ଏବଂ ଦ୍ୱିତୀୟ କଥା ହଉଛି ଗୋଟେ ଘରଟା ସୁଚାରୁ ରୂପେ ସମ୍ପର୍କଟା ସ୍ୱାମୀ ସ୍ତ୍ରୀ ସମ୍ପର୍କଟା ସୁଚାରୁ ରୂପେ ଚଳେଇବାର ଦାୟିତ୍ୱ ମୁଁ ଭାବୁଛି ଅଧିକା ପୁରୁଷ ନେବାର ଆବଶ୍ୟକତା ଅଛି ବୁଝିଲେ କି ମୁଁ ଯେତେବେଳେ ମୋର ବ୍ୟକ୍ତିଗତ କଥା କହୁଛି ସ୍ୱାମୀ ସ୍ତ୍ରୀ ସମ୍ପର୍କଟା କଣ କି ଗୋଟେ ଆପଣ ସମୁଦ୍ର ଢେଉ ଯେମିତି ଆସେନି ଘୋକିରି ଆସିବ ହେଲା ସେ ସମୟ ଆପଣ ଯଦି ନଈ ପଡ଼ିବେ ସେ ପୁଣି ପଳେଇବ, ପଳେଇଗଲା ଛାତି ଦେଇକି ଛିଡ଼ା ହେଲେ ମାଡ଼ ହେଇଯିବ। ମାଡ଼ ହେଇଯିବ ତେଣୁ ସେମିତି ଯଦି ଜଣେ ଅପର କୌଣସି କାରଣରୁ ଧର ଜଣେ ଉତ୍ତ୍ୟକ୍ତ ହେଇଛି କମ ହେଇଛି ତମେ ଆଉ ସାମ୍ନା ନଇଁ ଯିବାର ଅଛି। ନଇଁ ଯିବାର ଅଛି ମୋର ସେଇଟା ସେଇଟା ହଉଛି ମୋର ମେଡିସିନ ଧର ବିଶେଷ କଣ ଗୋଟେ କୌଣସି କଥାକୁ ନେଇକି ହେଲେ ମୁଁ ଚଲୋ ଭୁଲ ଯାହାର ବି ଥାଉ ଆକ୍ସେପ୍ଟ କରିନବା ଚଲ ମାନେ ନିଜେ ସରେଣ୍ଡର। ହେଲେ 5 ମିନିଟ୍ ପରେ ସରିଲା ଆଉ ବଢିଆ ଲାଇଫ ରିଲେସନ ଟିକୁ ଆପଣ ଶିଖିଛନ୍ତି। ହୁଁ। ସୁଟିଂ ସେଟ ର କିଛି ମଜାଦାର କଥା କି ଅଛି ଅନୁଭୂତି ଆମ ସହିତ ସେୟାର କରିବେ? ସୁଟିଂ ସେଟରେ ଅନେକ ଅଛି ଭାଇ ଗୋଟେ ଦୁଇଟି ମଜାଦାର କଥା ପ୍ରଥମ ଦିନର ସୁଟିଂ। ହଁ ପ୍ରଥମ ଦିନର ସୁଟିଂ ମୁଁ ସେତେବେଳେ ଥିଏଟର କରୁଥିଲି ଡ୍ରାମା କରୁଥିଲି ସିନେମାର ଲାଙ୍ଗୁଏଜ ବୁଝିନଥିଲି କ୍ୟାମେରାର ଭାଷାଟା ବୁଝିନଥିଲି ତ ମୋର ରାଜୁ ମିଶ୍ର ଥିଲେ ମୋର ନିର୍ଦ୍ଦେଶକ ଯିଏ ମୋତେ ପ୍ରଥମେ ସିନେମା ଚାନ୍ସ ଦେଇଥିଲେ ସେ ମୁଁ ଏମିତି ଦୌଡ଼ିକି ଆସିବି କବାଟଟା ରେ ପିଟି ହେଇଯିବ ମୋ ନାକଟା ତ ମୁଁ ଦୌଡ଼ି ଗଲି କବାଟରେ ପିଟି ହେଇଗଲା କିନ୍ତୁ ପଛପଟେ କ୍ୟାମେରାଟା ଅଛି ହେଲା ମୁଁ ସେପଟେ ଆକ୍ଟିଂ କରୁଛି ନାକ ମୋର ପିଟି ହେଇଗଲା ହେଲା ବହୁତ ଝାଟି ପିଟି ଆକ୍ଟିଂ କରୁଛି ସତରେ ନାକ ପିଟି ହେଇଗଲା ହେଲା ପିଟି ହେଲା ତାପରେ ଇଏ ରାଜୁ ମିଶ୍ର କଟ 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 ସେଠୁ ମୁଁ ଏତେ ବଢିଆ କଲି କଣ କଟ କଟ କହିଲେ ସେଠୁ ସେ କହିଲେ ତମେ ଆକ୍ଟିଂ କାହାକୁ ଦେଖଉଥିଲ ମୁଁ ଆଉ ଜାଣିନି ମୁଁ ମୋର ସେପଟେ କରୁଛି ପଛପଟେ ସିଆଡୁ ମୁଁ କରି କରୁଛି କହିଲେ କ୍ୟାମେରାଟା ଏପଟେ ଯାହା କରିବ କ୍ୟାମେରାକୁ ଦେଖି ଏମିତି ସାମ୍ନା। କ୍ୟାମେରାକୁ ଦେଖି ମାନେ କ୍ୟାମେରା ବାଡେଇ ହେଇଯାଇ ବୁଲି ପଡିବ। ହଁ ଦର୍ଶକ ଆଖି କ୍ୟାମେରାଟା ପ୍ରଥମ କଥା କହୁଛି ଲାଇଫରେ ତେଣୁ ସେଠୁ ମତେ ଲାଜ ମାନିଲା ସେ ଲୋକମାନେ ସବୁ ହସିଲେ ଯେ ସବୁ ୟୁନିଟର ମେମ୍ବର ଥିଲେ ସାଧାରଣ କଥାଟେ କିନ୍ତୁ ଆପଣ ଅଭିନୟରେ ପଶି ଯାଇଛନ୍ତି କ୍ୟାମେରାକୁ ସାମ୍ନା କରିନାହାନ୍ତି କରିନାହାନ୍ତି କେବେ ଥିଏଟରରେ ଜୀବନ ଡ୍ରାମାରେ ଥିଏଟର ଯୋଉପଟେ ବି ଦେଖିଲେ ତ ସେପଟେ ଦର୍ଶକ ହିଁ ଥାନ୍ତି ମାନେ ହେଲେ ଚାରିଆଡେ ବହୁତ ସାରା କ୍ୟାମେରା ଥାଏ ଆପଣ ଗୋଟେ କ୍ୟାମେରାକୁ ଦେଖିବାକୁ ପଡୁଥିଲା ଏଠି। ତେଣୁ ଇଏ ପ୍ରଥମ କଥା ଲାଇଫରେ ଫାଷ୍ଟ ମୁଁ କହୁଛି ତେଣୁ ଇଏ ସମସ୍ତେ ହସିଲେ ଇଏ ଲାଗିଲା ଆଉ ଅନେକ ଏମିତି ଅଛି ଫାଷ୍ଟ ସଟ୍ ଯେତେବେଳେ ଦେଲି ମୁଁ କ୍ୟାମେରାରେ ଫାଷ୍ଟ ସଟ୍ ସେତେବେଳେ ସମସ୍ତେ ଯୋଉମାନେ ଥିଲେ ତାଳି ମାରିଲେ ମୋର ଅଭିନୟକୁ ଦେଖିକି ମାନେ ଗୋଟେ ସଟ୍ ଥିଲା ଗୋଟେ ଉପରେ ଛାତ ଉପରେ ଗୋଟେ ପାଣି ଟାଙ୍କିରେ ମୁଁ ପାଣି ଏମିତି ଦେଖୁଛି ଦେଖିଲି ଗୋଟେ କମେଡି ସିନ୍ କଣ ଥିଲା ମୋ ମନେ ପଡୁନି ଏକ୍ଜାକ୍ଟଲି ସେଠି ଗୋଟେ ଡାଇଲଗ ଥିଲା ମୁଁ ସେଠୁ କରିଥିଲି ସେତେବେଳେ ସେଠି ସମସ୍ତେ ତାଳି ମାରିଥିଲେ କଣ ମାନେ ଡାଇଲଗ ଥିଲା? କଣ ମନେ ନାହିଁ କାରଣ 1930 30 ବର୍ଷ। ନା ହଁ ବହୁତ ବର୍ଷ ଥିଲା ମନେ ନାହିଁ ଏଥିରେ ବହୁତ ସ୍ମୃତି ଅଛି ସିନେମାକୁ ନେଇକରି ଏବଂ ଆପଣଙ୍କର ସବୁବେଳେ ଯୋଉ କଥାଟା ମନେ ପଡୁଥିବ ରୋମାଞ୍ଚିତ ହଉଥିବେ ସେ ମୋର କଥା କହୁଛନ୍ତି ସେଇ ସିନେମାର କୌଣସି ଗୋଟେ ସିନେମାର ଅଂଶ ବିଶେଷ ଯାହାକୁ ସବୁବେଳେ ମନେ ପଡିଲେ ଟିକେ ଲାଜେଇ ଯାଉଥିବେ କି ଖୁସି ହେଇଯାଉଥିବେ ରୋମାଞ୍ଚିତ ହଉଥିବେ। ପ୍ରେମ ଉଡ୍ସ ପ୍ରିୟାରେ ମୁଁ ଗୋଟେ ଭୂମିକା କରିଥିଲି ଗୋଟେ ପୁଅ ପିଲାଟେ ଝିଅ ବେଶ ହେଇକିରି ରହୁଛି ପୁରା ଥ୍ରୁ ଆଉଟ୍ ସିନେମାରେ ତ ମୁଁ ଦେଖିଲି ଯେ ମତେ ଲାଜ ମାଡୁଥାଏ ସେ ଯୋଉ ପୁରା ଝିଅ ଗେଟପରେ ପୁରା ପିନ୍ଧି ଶାଢୀ ଚୁଡି ହାତ ଇଏ ବ୍ଲାଉଜ ସବୁ ପିନ୍ଧି ମତେ ଲାଜ ମାଡୁଥାଏ ଆକ୍ଚୁଆଲି ଆଚ୍ଛା ଅଭିନୟ କରିବି ତା ସାଙ୍ଗରେ ସେ ଯୋଉ ଲୋକମାନେ ସବୁ ବସିଛନ୍ତି ସେ ମତେ ଲାଜ ମାଡୁଥାଏ ତାପରେ ମୁଁ ହଠାତ୍ ଦେଖିଲି ଯେ ସେ ବହିର ଯେ ହିରୋଇନ ସେ 24 ଘଣ୍ଟା ଆସିକି ମୋ ପାଖରେ ବସିଲେ ମାନେ 24 ଆୱାର ମାନେ ଉଠି ଗଲେନି ସେଠୁ ତାପରେ ମୁଁ କହିଲି ଯେ ଆଚ୍ଛା ଫାର୍ଷ୍ଟ ଦିନ ବସିଲେ ସେକେଣ୍ଡ ଦିନ ଆସିକି ବସିଲେ ଥାର୍ଡ ଦିନ ବସିଲେ ସେ ହିରୋ ପାଖରେ ବସିଲେନି ମୋରି ପାଖରେ ବସିଲେ ମୁଁ ସେଠୁ ତାଙ୍କୁ କହିଲି ଯେ ଆପଣ କାହିଁକି ସବୁବେଳେ ମୋ ପାଖରେ ବସୁଛନ୍ତି ମୁଁ ଅନକମ୍ଫର୍ଟ ମୁଁ ସେଦିନ ଅଲଗା ଜାଗାରେ ଏକୁଟିଆ ବଇଛି ସେଠୁ କହିଲେ ନାଇଁ ମୁଁ କମ୍ପାନୀ ଦେବାକୁ ତମ ପାଖକୁ ଆସିନି ମୁଁ କହିଲି କାହିଁକି ଆସୁଛନ୍ତି ନା ମତେ ଲାଗୁଛି ତମେ ଗୋଟେ ଝିଅ ପୁରା ମତେ ପୁରା ଫିଲ୍ ହଉଛି ତମେ ଝିଅ ହେଲା ମାନେ କମ୍ପାନୀ ନପାକୁ ଆସୁଛନ୍ତି। ହଁ ଠିକ କଥା ହେଲେ ତାଙ୍କ ସାଙ୍ଗସାଥି କେହି ନଥିଲେ ସେମାନେ ସେଇଠି ତ ଆସିକି ବସିଲେ ଆଉ ଥ୍ରୁ ପୁରା ଆଉଟ୍ ସିନେମା କମ୍ଫର୍ଟେବଲ ଯେତିକି ଥିଲେ। ଦିନ ସୁଟିଂ ହେଲା ସେ ହିରୋ ପାଖରେ ଦିନେ ବସିନାହାନ୍ତି ତେଣୁ ସେଇଟା ମନେ ପଡେ ମୁଁ ଆରେ ମାନେ ଦେଖନ୍ତୁ ପୁଅଟେ ଝିଅ ହେଇଯାଇଛି ମେକଅପରେ କିନ୍ତୁ ସିଏ ପୁରା ଏତେ 100% ସିଏ ପୁରା ମତେ ହକ୍ କରିବେ ଧରିବେ ମୁଁ ଆଶ୍ଚର୍ଯ୍ୟ ମୁଁ ଯେତେବେଳେ ପୁଅ ଥିବି ସେତେବେଳେ ସେ ହକ୍ କରିବେନି ଆସିବେନି ଯେତେବେଳେ ମୁଁ ଆସିବି ମନେ କର ସୁଟିଂ ସେଠୁ ଆସିବି ମେକଅପ ନବାକୁ ସେତେବେଳେ ହାୟ ହରିଜି କହିବେ ହେଲା
ତାପରେ ମେକଅପ୍ ନେଇ ସାରିକି ଯେତେବେଳେ ଆଗାମୀ ଦିନରେ ଏବେ ଚଳଚ୍ଚିତ୍ର ଜଗତରେ ଆପଣ ଏଇନା ବାଦଶାହ, ଆଗାମୀ ଦିନରେ ଯଦି ଦେଖିବା ଆପଣଙ୍କୁ କେଉଁ ନୂଆ ଧରଣର ଚରିତ୍ରରେ ଦେଖିବା? ମୁଁ କମେଡି କରିବିନି ବୋଲି କଥା ନୁହେଁ, କମେଡି ଯେତେବେଳେ ଯିଏ ଡାକୁଛନ୍ତି ମୁଁ କରୁଛି, ହୁଏତ ଗୋଟେ ନହେଲେ ଆମେ ମିସ୍ କରିବୁ। ଯେମିତି ହଁ ନାଇଁ କରିବା, ଯେମିତି ଧରନ୍ତୁ ହଠାତ୍ ମୁଁ ଆଜି ସିରିୟସ୍ ଭୂମିକା ଗୋଟେ କରୁଛି, ସିନେମା କରୁଛି, କାଲି ହୁଏତ ଆଉଟ୍ ଆଣ୍ଡ ଆଉଟ୍ କମେଡି ସିନେମା ବି ଗୋଟେ ହେଇଯାଇପାରେ, ସେମିତି କିଛି ଅସମ୍ଭବ ନୁହଁ। ତ ମୁଁ ଦେଖିଲି ଦର୍ଶକ ସିରିୟସରେ ଯେତେବେଳେ ମୋତେ ଗ୍ରହଣ କରୁଛନ୍ତି, ତ ଥୋଡ଼ା କରିଯିବାର ଅଛି, ବୁଝିଲେ କି? କମେଡି ତ 200 କରିଛି ସିନେମା, ତେଣୁ ଯଦି ଏବେ ସୁଯୋଗ ଅଛି, ଲୋକ ସମର୍ଥନ ମିଳୁଛି କଣ ସିରିୟସ୍ ଭୂମିକାରେ, ତ କରିଯିବାର ଅଛି, ତେଣୁ କରୁଛି। ମୋର ବ୍ୟକ୍ତିଗତ ଇଚ୍ଛା ଯେ ଗୋପବନ୍ଧୁଙ୍କ ଉପରେ ଗୋଟେ ସିନେମା କରିବା। ନିହାତି ସେ ଚରିତ୍ରଟି ମତେ ବହୁତ ଭଲ ଲାଗେ, ପ୍ରଭାବିତ କଲା ଭଳିଆ ପ୍ରଭାବିତ ଚରିତ୍ର। କଲା ଭଳିଆ ଚରିତ୍ର। ସେ ଚରିତ୍ର ଯଦି କେତେବେଳେ ମିଳେ, ଈଶ୍ୱରଙ୍କ ଦୟାରୁ ମୋର ସ୍ୱପ୍ନ ଅଛି, ଏବଂ ଯେମିତି କହିଲି ନା, ଶ୍ରେଷ୍ଠ ଅଭିନେତାର ସ୍ୱପ୍ନ ମୁଁ ଦେଖିଥିଲି 28 ବର୍ଷ ତଳେ ଯେ ଆଜ୍ଞା। ମତେ ମିଳୁ, ତେଣୁ ସେମିତି ବି ସମୟ ଆସିପାରେ, ଜଗନ୍ନାଥ ଯଦି ଚାହିଁବେ ଯେ ଗୋପବନ୍ଧୁଙ୍କ ଚରିତ୍ର ମୁଁ କରିପାରେ। ଯେମିତିକି ଭାରତୀୟ ଜନତା ପାର୍ଟି ହେଲା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଲା, ଆର ମୂଳ ବିଚାର ହେଉଛି ସଂସ୍କୃତିର ସୁରକ୍ଷା କରିବା, ସଂସ୍କୃତିର ରକ୍ଷା କରିବା, ସଂସ୍କୃତିକୁ ଆଗକୁ ନେବା। ତାକୁ ନେଇକରି ଆପଣଙ୍କର କିଛି ପ୍ଲାନ୍ ଅଛି କି? ଆମର ସଂସ୍କୃତି ଆଧାରିତ, ସମାଜ ଆଧାରିତ, ପରମ୍ପରା ଆଧାରିତ କିଛି ନୂଆ ନୂଆ ସିନେମା କରିବା। ଆଉ ଏବେ ବି ଗୋଟେ ଟ୍ରେଣ୍ଡ ଚାଲିଛି, କୌଣସି ନା କୌଣସି କ୍ଷେତ୍ରରେ ଆମେ ଦେଖିବାକୁ ମିଳୁଛି ଯେ ଏ ସଂସ୍କୃତି ଉପରେ ମଧ୍ୟ ଅନେକ ଲୋକ ଅନେକ ସିନେମା ବି କରୁଛନ୍ତି। ପ୍ରକୃତରେ ଆମେ କେତେ ସଫଳ ହୋଇଛେ, ଆଉ ଆଗକୁ ଏହାର ଧାରା ଅନବରତ ଭାବେ ଚାଲିବା ଦରକାର କି? ଆପଣଙ୍କ ମନରେ କିଛି ଗୋଟେ ନୂଆ ଆଇଡ଼ିଆ ଅଛି କେମିତି ତାକୁ କରିବା? ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ହେଇପାରେ, କିନ୍ତୁ ତାର ଆପଣ ଅଣ୍ଡରଟୋନରେ ଦେଖିବେ ଏ ଯୋଉ ଭାଷା, ସଂସ୍କୃତି, କଳା, ଇଏ ସବୁ ରହିଛି ଏଲିମେଣ୍ଟସ୍, ତା ଭଳିଆ ଉପାଦାନ ତା ଭିତରେ ରହିଛି। ଏବଂ ଆପଣ ଦେଖିବେ ଆଧ୍ୟାତ୍ମିକତା, ଧାର୍ମିକତା, କୌଣସି ଗୋଟେ ଜିନିଷ ନାହିଁ ଯାହାକୁ ଭାରତୀୟ ଜନତା ପାର୍ଟି ଆଧାର କରିକି ଚାଲି ନାହିଁ। ସତ କଥା ଏଇଟା। ମତେ ସେଥିପାଇଁ ତ ସେ ଦଳ ଭଲ ଲାଗିଲା, ମୁଁ ଜଏନ୍ କଲି। ଏବଂ ଯୋଉ କଥାଟି ଆପଣ କହୁଛନ୍ତି, ମୋର ପ୍ରତ୍ୟେକ ସିନେମା ଦେଖିବେ ତା ଦେହରେ ଓଡ଼ିଆ ସଂସ୍କୃତି, ପରମ୍ପରା, ଆପଣଙ୍କ ଟ୍ୟାଗ ଲାଇନ୍ ଓଡ଼ିଆ ଅସ୍ମିତା। ହଁ, ଓଡ଼ିଆ ଅସ୍ମିତା ତା ଭିତରେ ସବୁଥିରେ ଅଛି। ଓଡ଼ିଆ ଅସ୍ମିତା ତ ଆଜି ଆସିଲା, କିନ୍ତୁ ମୁଁ ପୁରୁଣା ସିନେମା ଦେଖନ୍ତୁ, ମୁଁ ଯାହା କରିଛି ସବୁଥିରେ ସେଇ ଜିନିଷର ଛାପଟା ରହିଛି। ଫିର୍ ବି ମୋ ଛଡ଼ା ବି ଆଜି ଯୋଉମାନେ କରୁଛନ୍ତି, ଏବେକା ଟ୍ରେଣ୍ଡ ଯୋଉମାନେ କରୁଛନ୍ତି, ପ୍ରାୟ ଦେଖିବେ ସେଇ ଓଡ଼ିଆ ମୌଳିକତାଟାକୁ ଆଧାର କରିକି ଏବେ ସବୁ ସିନେମା କରୁଛନ୍ତି, ଏବଂ ଲୋକ ବି ଯାଉଛନ୍ତି। କପି ସିନେମାର ଅନ୍ତ ହେଇଛି ଯୁଗ, କପି ସିନେମା ଆଉ ନାହିଁ, ତେଣୁ ସେଟା ହଉଛି। ତେଣୁ ଭଲ କଥା, ଗୋଟେ ଭଲ ବାର୍ତ୍ତା ଦଉଛି ସମାଜକୁ, ଇଏ ଗୋଟେ କଥା। ଦ୍ୱିତୀୟ କଥା, ମୁଁ ବ୍ୟକ୍ତିଗତ ସ୍ତରରେ ତ ସିନେମା କରୁଛି, ଏବେ ସେମିତି 2ଟି କାହାଣୀ ମୋ ମୁଣ୍ଡକୁ ଆସି ସ୍କ୍ରିପ୍ଟିଂ ମୁଁ ନିଜେ କରୁଛି। ସେଠି ଗୋଟେ ସୁନ୍ଦର କଥାଟି ବି ଅଛି ଯେ ଓଡ଼ିଆ ଅସ୍ମିତା ଉପରେ ଗୋଟେ ସିନେମା ମୁଁ ପ୍ଲାନିଂ କରୁଛି। ତେଣୁ ଜଗନ୍ନାଥ କ'ଣ ଚାହିଁବେ ଗୋଟେ କରୁଛି, ଯୋଉ ଏବେ ମୁଁ କହିବିନି ସେଟା, ବୁଝିଲେ କି? ସମୟ ଆସିଲେ ଜଣା ପଡ଼ିବ। ତେଣୁ ମୁଁ କାହାଣୀ ଯୋଉ ବର୍ତ୍ତମାନ କରୁଛି, ଯାହା ବି କରିଛି, ଏବେ ବି କରୁଛି, ସେଇ ଓଡ଼ିଆ ମାଟି, ପାଣି, ପବନର ବାସ୍ନା, ପରିବାରର ସମସ୍ତେ ବସିକି ଏକାଠି ଦେଖିଲା ଭଳିଆ ସିନେମା ମୁଁ କରୁଛି ଏବଂ କରିବି। ଆପଣଙ୍କର ଯୋଉ ଦୀର୍ଘ ଦିନର ଜୀବନ ଯାତ୍ରାରେ ସବୁଠୁ କଠିନ ଶିକ୍ଷା କ'ଣ ଥିଲା? କଠିନ ଶିକ୍ଷା, ଆଜ୍ଞା, ବଡ଼ ଶିକ୍ଷା ଏଇ ଆପଣଙ୍କ ଚଳଚ୍ଚିତ୍ର କ୍ଷେତ୍ରରେ, ଯୋଉଟା କି ଆଗାମୀ ପିଢ଼ିରେ ଆପଣଙ୍କର ଅନୁଭବଟା ଆଗାମୀ ଦିନରେ ସିନେମାକୁ ନେଇ କ୍ୟାରିୟର କରୁଥିବା ଯୋଉ ଯୁବ କଳାକାରମାନେ ଆସିବେ ତାଙ୍କୁ ଆକୃଷ୍ଟ କରିବ। ସେଇଭଳିଆ କଠିନତା ବି ଜଣେ ଫେସ୍ କରିପାରେ, ଜଣେ ଅଭିନେତା। ଯେମିତି ଯେତେବେଳେ ରୁଙ୍କୁସୁମାନା ମୁଁ କଲି 2013 ମସିହାରେ, ତ 1998ରୁ 2000 ଯାଏ ଗୋଟେ ଲମ୍ବା ଯାତ୍ରା ମୁଁ ହାସ୍ୟ ଅଭିନୟ କରୁଥିଲି। ଯେତେବେଳେ ମୁଁ ଭାବିଲି ଯେ ମୁଁ କରିବି ସିରିୟସ୍ କ୍ୟାରେକ୍ଟର, ସେ ପାଇଁ ଗୋଟେ ମୋତେ ପ୍ରସ୍ତୁତିର ଆବଶ୍ୟକତା ପଡ଼ିଲା, ଏବଂ ପୂର୍ଣ୍ଣ ପ୍ରସ୍ତୁତି। ଯେତେବେଳେ ମୋର ଚାରିପଟେ ଇର୍ଦ୍ଗିର୍ଦ୍ଧରେ ଲୋକମାନେ କହିଲେ ଯେ କମେଡ଼ିଆନ୍ କ୍ୟାନ୍ ନଟ୍ ବି ଏ ଏ ହିରୋ, କ୍ୟାରେକ୍ଟର ବୁଝିଲେ କି? ତେଣୁ ମୋତେ ଆହୁରି ଚ୍ୟାଲେଞ୍ଜ କଷ୍ଟ ନେବାକୁ ପଡ଼ିଲା ଯେ ମୁଁ କିନ୍ତୁ କରିବି। ତେଣୁ ସେ ପାଇଁ ଗୋଟେ ପ୍ରସ୍ତୁତି ମୋତେ ଦରକାର ପଡ଼ିଲା, ମୁଁ କେମିତି କରିବି। ତେଣୁ ସେଇ ଯୋଉ, ଯଦି ଆମେ ହାରିଯିବା ବୋଲି ଭାବିବା ତାହେଲେ ହାରିଯିବା। ତେଣୁ ଯେ ପ୍ରସ୍ତୁତି ନ ହାରିବା ପାଇଁ ଗୋଟେ ପ୍ରସ୍ତୁତି ଦରକାର, ସେ ପ୍ରସ୍ତୁତି ମୁଁ କଲି। ଏବଂ ଯୋଉ କଥାଟି ପିଲାବେଳୁ ଆମକୁ ଦ୍ରୋଣାଚାର୍ଯ୍ୟଠାରୁ ଆରମ୍ଭ କରିକି ସ୍କୁଲ ମାଷ୍ଟର ପର୍ଯ୍ୟନ୍ତ ଶିଖେଇଛନ୍ତି, ନିଷ୍ଠା, ଚେଷ୍ଟା, ଅଧ୍ୟବସାୟ, ଲକ୍ଷ୍ୟ, ସବୁ ଯଦି ଆମେ ମିଶେଇ ଦେବା ନା, ତେଣୁ ଭଗବାନଙ୍କ ଛଡ଼ା କୋଉ ଦ୍ୱିତୀୟ
ଶକ୍ତି ନାହିଁ ଯେ ଆମକୁ ତଳେ ପକାଇଦବ। ସବୁକୁ ନ ହେବନି। ରାତାରାତି ଆମେ ନା କରିବା ପସିବୁଲ ନୁହଁ। ଆଉ ଯଦି ପସିବୁଲ, ରକେଟ ଗୋଟେ ପାହାଡ଼ ଉପରକୁ ଆପଣ ରକେଟରେ ଯିବେ, ସାଉଁ କରି ପଳେଇବେ, ସେଠି ଓହ୍ଲେଇ ପଡ଼ିବେ, ପୁଣି ଯେତେବେଳେ ଆସିବେ ସାଉଁ କରି ଓହ୍ଲେଇ ପଡ଼ିବେ, ହେଲା। ଆମେ କିନ୍ତୁ ଚାଲି ଚାଲିକି ଯଦି ଯାଇକି ପହଞ୍ଚିବା, ଅଭିଜ୍ଞତା ନେଇକି ପହଞ୍ଚିବା, ଓହ୍ଲେଇବା ବି ସେମିତି ଅଭିଜ୍ଞତା ନେଇକିରି। ତାର ଯାହାର ଯେତେ ଶୀଘ୍ର ଉତ୍ଥାନ ଇତିହାସ କହେ, ତାର ତାର ସେତେ ଶୀଘ୍ର ପତନ। ପତନ ମଧ୍ୟ। ଆପଣ ଈଶ୍ୱର ବିଶ୍ୱାସୀ? ୟେସ୍। କେତେ ସମୟ ପୂଜା ପାଠ କରନ୍ତି? ପୂଜା ପାଠ, କେଉଁ ଭଗବାନ ଆପଣଙ୍କର ହଁ, ଆରାଧ୍ୟ? ପୂଜା ପାଠ ଆଜି ଯୋଉ ଗେଟଅପ୍ ଦେଖୁଛି ଗୋଟେ ବାବାଜୀର ଗେଟଅପ୍, ଖାଲି ଗେରୁଆ ପିନ୍ଧେଇ ଦେଲେ ଏଇଟା ପୁରା ସନ୍ନ୍ୟାସୀ ହେଇଯିବେ। ପାଖାପାଖି ଗେରୁଆ। ଆପଣ ବିଶ୍ୱାସ କରିବେନି, ମୋର ବାବାଙ୍କ ସାଙ୍ଗରେ ବହୁତ ସମ୍ପର୍କ। ମୁଁ ଯୋଉ ଆୱାର୍ଡ ବି ପାଇଲି, ବହୁତ ବାବା ମାନେ ମତେ ମେସେଜ କରିଛନ୍ତି ଏବଂ ତାଙ୍କର ଆଧ୍ୟାତ୍ମିକ ପରିସରକୁ ମୁଁ ଯାଇଛି, ପ୍ରବଚନ ବି କିଛି ଦେଇଛି। ହଁ ହଁ, ମତେ କହନ୍ତି, ମୁଁ ନାରେ ମୁଁ କଣ ପ୍ରବଚନ ଦେବି, ଯାଇଛି। ସାଧୁ ସନ୍ତଙ୍କ ସମ୍ମିଳନୀ କି ଯାଇଛି, ବହୁତ ବି ଡାକନ୍ତି, କାର୍ଯ୍ୟବ୍ୟସ୍ତ ମୁଁ ଯାଇପାରିନି। ତେଣୁ ସେଇଟା ରହିଛି ମୋ ପାଖରେ ରହିଛି ଏବଂ ରହିବ। କାରଣ ଈଶ୍ୱରଙ୍କ ସ୍ଥିତି ଅସ୍ଥିତି ମାନେ ଆମର ସ୍ଥିତି ନାହିଁ ଈଶ୍ୱରଙ୍କ ବିନା। ତେଣୁ ସେଇଟା ହଉଛି, ଯଦି ଆମେ ଭାବିଦବା ଯେ ମୁଁ କରିଦେଇଛି, ଈଶ୍ୱର କିଛି ନୁହନ୍ତି, ତ ସବୁଠାରୁ ପୃଥିବୀର ସର୍ବଶ୍ରେଷ୍ଠ ମୂର୍ଖ ସେ। ବୁଝିଲେ କି? ଯାହାଙ୍କ ଇଚ୍ଛାରେ ଗଛର ପତ୍ର ହଲୁଛି, ଯାହାଙ୍କ ଇଚ୍ଛାରେ ପବନଟେ ଆସୁଛି, ଯାହାଙ୍କ ଇଚ୍ଛାରେ ଜଳଟେ ସମୁଦ୍ରରେ ଆମେ ପାଉଛେ, ନଈରେ ପାଉଛେ, ତେଣୁ ତାଙ୍କର ସ୍ଥିତି ଖୋଜିବ ଯିଏ ସେଇ ମୂର୍ଖ। ତେଣୁ ମୁଁ ପୂଜା ପାଠ କମ କରିପାରେ, କିନ୍ତୁ ସମ୍ପୂର୍ଣ୍ଣ ଈଶ୍ୱର ବିଶ୍ୱାସୀ। ଆପଣଙ୍କ ଘରେ ଭୌତିକ ବିଜ୍ଞାନ ଅଛନ୍ତି, ଆପଣ ଆଜ୍ଞା। ସିନେ କଳାକାର, ଆଉ ତା ସହିତ ମଧ୍ୟ ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତିଟିଏ। ଘରେ ଆଧୁନିକ ବିଜ୍ଞାନ, ଜଣେ ଜେନ୍ଜି, ଜେନ୍ ଆଲଫା କହିପାରିବା, ହୁଁ। ଆଉ ଜଣେ ମେଡିକାଲ ପ୍ରାକ୍ଟିସନର। ସେମାନେ ମଧ୍ୟ ଭଗବାନଙ୍କୁ ବିଶ୍ୱାସ କରନ୍ତି। ମୋ ସ୍ତ୍ରୀ ମୋ ଠାରୁ ଅଧିକା ବିଶ୍ୱାସ କରେ। ସେ ମାନେ ଡକ୍ଟର ହେଲେ ବି, ଡାକ୍ତରୀ ବିଦ୍ୟାରେ ବି ଭଗବାନଙ୍କ ସ୍ଥାନ ଅଛି। ହଁ, ସେ ଡକ୍ଟର ହେଲେ ବି ଅଧିକା ବିଶ୍ୱାସ କରେ। ସାଧାରଣ ଗୃହିଣୀ ଭଳିଆ ପୂଜା ପାଠ, ଓଷା ବ୍ରତ, ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ଏଭଳି ଯୋଉ ଗୋଟେ ପ୍ରଫେସନ ଥାଇକିରି ତ ଏତେ, ମାନେ ସାଧାରଣ ଗୃହିଣୀ ଯେମିତି ପୁରା 12 ମାସରେ 13 ପର୍ବ ସବୁ ପ୍ରକାର ସେ କରନ୍ତି। ଏବଂ ପିଲାଙ୍କୁ ଆମେ ବି ଅନୁପ୍ରାଣିତ କରୁ ଯେ ଭଗବାନଙ୍କ ଅସ୍ତିତ୍ୱ ବିଷୟରେ ବୁଝୁ ଏବଂ ତାକୁ କେମିତି ଈଶ୍ୱର ବିଶ୍ୱାସୀ କରାଯାଇପାରେ, ସେ ପାଇଁ ଚେଷ୍ଟା କରିବା କଥା ବାପା ମା ହିସାବରେ। ଆପଣ ଏତେ ବର୍ଷର ଯାତ୍ରା ମଧ୍ୟରେ ହୁଁ। ସବୁଠାରୁ ଅଧିକା ପ୍ରେରଣା କାହାଠୁ ପାଇଛନ୍ତି? ଆପଣ ରୋଲ ମଡେଲ କିଏ? ମୁଁ ନିଜେ। ଆପଣ ପ୍ରେରିତ କିଏ କରେ? ମୁଁ ନିଜେ। ଏହା ସତ୍ୟ। ମୁଁ ଈଶ୍ୱର ବିଶ୍ୱାସୀ, ମୁଁ ଆଧ୍ୟାତ୍ମିକତାରେ ବିଶ୍ୱାସ କରେ, ମୁଁ ବରିଷ୍ଠ ଲୋକଙ୍କୁ ସମ୍ମାନ ଦିଏ, ତାଙ୍କ କାର୍ଯ୍ୟ କୁଶଳତା ଆଧାରକୁ ସମ୍ମାନ ଦିଏ ଏବଂ ଚାଲେ। କିନ୍ତୁ ସବୁ କାମ ଯେତେବେଳେ କରେ, ମୁଁ ମୋ ବିବେକକୁ ପଚାରେ, ଏଇଟା ମୁଁ କରିବି ନା ନାହିଁ, ଏଇଟା ଖାଇବି ନା ନାହିଁ, ଏଇଟା ପିନ୍ଧିବି ନା ନାହିଁ। ମତେ ଜଣେ ମଦ ଯାଚିଲା, ବୁଝିଲେ କି, ହଁ। ତ ମୁଁ ସେଟା ପିଇବି କି ନାହିଁ, ସେ ମତେ ବାଧ୍ୟ କଲେ। ମୁଁ କହିଲି, ଏତେ ବାଧ୍ୟ କଲେ ମୋ ବେକକୁ ଏମିତି ଚାପିକି ଧଇଲେ ଯେ ପିଇ ବୋଲି। ମୋର ବଡ଼ ଭାଇ ଜଣେ ଫ୍ରେଣ୍ଡଲି। ସେଠୁ ମୁଁ କହିଲି ନା ମୁଁ ପିଇବିନି। ସେଠୁ ମତେ କହିଲେ କାହିଁକି ସମସ୍ତେ ପିଉଛନ୍ତି ତୁ ପିଉନି? ମୁଁ କହିଲି ନାଇଁ, ମୋର ଯୋଉ ଜିଦ୍ଦିଟା ରଖି ଆସିଛି, ଆପଣ ଆଜି ତାକୁ ଭାଙ୍ଗିଦେବେ, ଆଜ୍ଞା। କଣ ମୂଲ୍ୟ ପାଇବେ? ଆପଣ କଷ୍ଟ ପାଇବେ, ମୁଁ କଷ୍ଟ ପାଇବି। ତେଣୁ ମତେ କାଲି ତ ମୁଁ ପିଇବିନି, ଆପଣ ଏଇଟା କାହିଁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, କଣ ସୁଖ ପାଇବେ? ସେ ପୁରା ବେକରେ ଚାପିକି ଧରିଥିଲେ, ପିଇବାକୁ ବାଧ୍ୟ, ଫ୍ରେଣ୍ଡଲି। ତାପରେ କହିଲି, ସେଇ କଥାଟାକୁ ଯେତେ ଭିତରକୁ ନେଲେ, ତାପରେ ସେ ଛାଡ଼ିଦେଲି। ବି ଛାଡିଦେଲେ? ନାଇଁ ନାଇଁ, ଓ, ଆପଣଙ୍କୁ ମତେ ଛାଡିଦେଲେ। ବୁଝିଲେ କି? ଆଜ୍ଞା। ବିଫଳତାକୁ କିଭଳି ଦେଖନ୍ତି ଆପଣ? ସଫଳତାକୁ ଯେମିତି ଦେଖେ, ବିଫଳତାକୁ ସେମିତି ଦେଖେ। ଭାଙ୍ଗି ପଡନ୍ତିନି, ନାଇଁ, ଭାଙ୍ଗି ପଡନ୍ତିନି, କି ସଫଳତାରେ ମୁଁ ଖୁସି ବି ହୁଅନ୍ତିନି। ନା। ଭଗବତ ଗୀତା ପଢନ୍ତି? ଭଗବତ ଗୀତା ଭଗବତ ଗୀତାର ଏଇ ସାର, ବାକ୍ୟଟିକୁ ପୁରା ଆଜ୍ଞା ଆଜ୍ଞା, ପ୍ରୟୋଗ ହଁ କରୁଛନ୍ତି ନିଜ ଜୀବନରେ? ହଁ, କିଛି ସାରମର୍ମ ମୁଁ ଗ୍ରହଣ କରିଛି, ଶୁଣିଛି ସାଧୁ ସନ୍ତଙ୍କ ଠାରୁ। ଏବଂ ସତ କଥା, ମୁଁ ସଫଳତାକୁ ନେଇକି ପୁରା ହର୍ଷ ଉଲ୍ଲାସ ହୁଏନି, ବିଫଳତାକୁ ନେଇକି ଧରାଶାୟୀ ହୁଏନି। କିନ୍ତୁ ମୁଁ ବି ଆପଣଙ୍କ କଥାରେ ଟିକେ ଏକମତ ହେବି। ଦୀର୍ଘ ଦିନ ଧରି ପ୍ରଚେଷ୍ଟାରେ ଥିଲି, ହରି ଭାଇ କେବେ ଆମ ଷ୍ଟୁଡିଓକୁ ଆସିବେ, ସଫଳତା ପାଇଲେ ଆସିଲେ। ଆଉ ସଫଳତା ପାଇଲା ପରେ ମତେ ଲାଗୁନି ଆପଣ ସଫଳତା ପାଇକି ଆସିଛନ୍ତି। ଏ ଗଦଗଦ କାହିଁକି? ଅନେକ ଲୋକଙ୍କୁ ଦେଖିଛୁ ଟିକେ ଟିକେ ସଫଳତାରେ କୁଆଡେ କୁଆଡେ ଉଡନ୍ତି। ହୁଁ। ଆଜି ଆପଣ ଭାରି ନର୍ମାଲ ଲାଗୁଛନ୍ତି, ନ୍ୟୁ ହଁ। ନର୍ମାଲ। ଆଜ ଲାଇକ୍ ମାନେ ଅଦର ଡେଜରେ ମୁଁ ଯେମିତି ଆପଣଙ୍କୁ ଦେଖିଥିଲି, ଆଜି ଆଉ ଟିକେ ବେଟର ଲାଗୁଛନ୍ତି, କୁଲ ଲାଗୁଛନ୍ତି। ହଁ, ସେ ମୋ ମନରେ ଗ୍ଲାନି ନାହିଁ, ଯେ କି ଯୋଉ ଖୁସି ନାହିଁ, ଯେ ମାନେ
ସମ୍ମାନଟି ଯୋଉ ସମ୍ମାନ ମୁଁ ଚାହୁଁଥିଲି ସେଟା ମିଳିଛି। କିନ୍ତୁ ମୁଁ ତାକୁ ଏ ନେଇକି ମାନେ ଉତ୍ଫୁଲ୍ଲିତ ନାହିଁ। ଉତ୍ଫୁଲ୍ଲିତ ନାହାନ୍ତି। ଆଚ୍ଛା, ଯଦି ଉତ୍ଫୁଲ୍ଲିତ ମୁଁ ହେଇଗଲି, ଆହୁରି ମୋର ଅଲଗା ସ୍ୱପ୍ନ ଅଛି ଆଗକୁ ଯିବାକୁ। ଆଜ୍ଞା ସେ ସ୍ୱପ୍ନ ଯିବାକୁ ମତେ ବାଧା ହବ। ଆଜ୍ଞା। ଏଇଠି ମୋର ଅନ୍ତିମ ହେଇଯିବ। ନାହିଁ, ଆଜ୍ଞା। ମତେ ଆଗକୁ ଯିବାର ଅଛି, ଆହୁରି ଭଲ ସିନେମା କରିବାର ଅଛି। ଆପଣଙ୍କର ଏବେର ଯୁବପିଢି, ହୁଁ ଏବେର ଯୁବପିଢିକୁ ଆପଣ ଆଖି ଆଗରେ ଦେଖୁଥିବେ। ଆପଣ ଯେହେତୁ ଚଳଚ୍ଚିତ୍ର ଜଗତରେ ଦୀର୍ଘ ଦିନ ଧରି ସକ୍ରିୟ ଅଛନ୍ତି, ହୁଁ ଦୀର୍ଘ ଦିନ ଧରିକିରି ମଧ୍ୟ ଆପଣ ଯୁବପିଢି ମାନଙ୍କ ସହିତ, ଯୁବକ ମାନଙ୍କ ସହିତ ସଂଶ୍ଳିଷ୍ଟ ହୋଇ ରହିଥିବେ। ସେମାନଙ୍କୁ ଆପଣଙ୍କର ପ୍ରମୁଖ 3ଟି ଉପଦେଶ କଣ ରହିବ? ପ୍ରଥମ ଉପଦେଶ ରହିବ ଯେ ଯଦି ବିଦ୍ୟାର୍ଥୀ, ଯୁବକ ମାନେ ତ ବିଦ୍ୟାର୍ଥୀ, ତାଙ୍କୁ ଉପଦେଶ ରହିବ ମୋର, ମୁଁ ଗୋଟେ କୋଟ୍ କରିକି କହିବି, ଏଇଟା ଆଜ୍ଞା। ହରିଭାଇଙ୍କର ଉପଦେଶ ନୁହଁ, ପଣ୍ଡିତ ମହାମନୀଷୀ ମାନେ ଏଇଟା କହିଛନ୍ତି। ପ୍ରବଚକ ହରି ଭାଇଙ୍କର ଉପଦେଶ ନାଇଁ ନାଇଁ, କହିପାରିବେ? କହିଛନ୍ତି ମାନେ, ମୁଁ ଖାଲି ଉଦ୍ଧୃତ କରିକି କହୁଛି ଯେ ବିଦ୍ୟାର୍ଥୀ ପଞ୍ଚଲକ୍ଷଣ। ଯୁବକ ମାନେ ଏଇଟା, ବିଦ୍ୟାର୍ଥୀ ହୁଅନ୍ତୁ ବା ଯୁବକ ହୁଅନ୍ତୁ, ଏଇଟା ଗୋଟେ ବଢିଆ କଥା ସମସ୍ତଙ୍କ ପାଇଁ ଯେ କାକ ସ୍ନାନ ବକ ଧ୍ୟାନ, କାକ ସ୍ନାନ ବକ ଧ୍ୟାନ, ଶ୍ୱାନ ନିଦ୍ରା ଶ୍ୱାନ ନିଦ୍ରା ତଥୈବ ଚ ଅଳ୍ପହାରି ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚଲକ୍ଷଣ। ଆଜ୍ଞା କାକ ସ୍ନାନ ମାନେ ଯୋଉ ଗାଧେଇଛନ୍ତି, ଆମେ ପୁରା ଶ୍ୟାମ୍ପୁ କଣ୍ଡିସନର ସାବୁନ ଦେଇକିରି ଗାଧେଇକି 2 ଘଣ୍ଟା ଗାଧଉଛୁ, ବାଥରୁମ ଟାକୁ ବେଡରୁମ ବାଥରୁମ ଟାକୁ ବେଡରୁମ ହେଲା, ତାପରେ ବସିକିରି ଗାଧଉଛନ୍ତି ହେଲା, ଫେଣ କରିକିରି। ସେଇଟା ଗୋଟେ ଯୁବକ କି ଗୋଟେ ବିଦ୍ୟାର୍ଥୀ ପାଖରେ ଗ୍ରହଣୀୟ ନୁହଁ। ଗାଧେଇବ ଠିକ ଅଛି, କେତେ ଶୀଘ୍ର ଗାଧେଇବ ଅଛି, ତାକୁ ଘଷି ପେଷେଇ ଗାଧେଇବ, ବଟ୍ ଗାଧେଇବାଟା ଗାଧେଇଲା ଭଳିଆ। କାରଣ ଆପଣ ଗାଧେଇଲେ ତାପରେ ପୁଣି ଯାଇକି ବୁଲିକିରି ଆସିଲେ ସେଇ ମଇଳାକୁ ମଇଳା ଆଜ୍ଞା ହବ, ହେଲା। ଏମିତି ନାହିଁ ଯେ ଥରେ ଗାଧେଇ ଦେଲେ ଆପଣ ବର୍ଷେ ଆଉ ଗାଧେଇବେନି, ଆଜ୍ଞା ଯୋଉ ସାମ୍ପା ସାବୁନ କଣ୍ଡିସନ ଲଗେଇକି ଟ୍ୟାପରେ ଗାଧେଇଲେ। କାକ ସ୍ନାନ ବକ ଧ୍ୟାନ, ଯୋଉ ଧ୍ୟାନ କରୁଛନ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି। ଯେକୌଣସି କାର୍ଯ୍ୟରେ, ଚାକିରି ଖୋଜିବାଠୁ ଆରମ୍ଭ କରିକି ହଉ, ପାଠ ପଢିବାଠୁ ଆରମ୍ଭ କରି ହଉ, ବ୍ୟବସାୟ ହଉ, ବକ ଧ୍ୟାନ। ବଗ ଗୋଟେ ମାଛ ଖାଇବାକୁ ଯୋଉ ଧ୍ୟାନ କରିଥାଏ, ପୃଥିବୀ ପ୍ରଳୟ ହେଇଯାଉ ବରଂ ସେ ଅନେଇଥିବ କେମିତି ତାର ଖାଦ୍ୟଟା ସଂଗ୍ରହ କରିବ। ସେମିତି ଆମକୁ ଆମର କର୍ମ ଉପରେ ଫୋକସ କରିବାକୁ ପଡିବ। କାକ ସ୍ନାନ ବକ ଧ୍ୟାନ, ଶ୍ୱାନ ନିଦ୍ରା। ଶ୍ୱାନ ନିଦ୍ରା। କୁକୁର ଯେତେବେଳେ ଶୋଇଥିବ, ଯେତେ ଗାଢ ନିଦ୍ରାରେ ଶୋଇଥିବ, ତାକୁ ଏମିତି ଆପଣ ମାରିଦେବେ, ସେ ଧାଁ କରିବ ଉଠିବ। ଆଜ୍ଞା ସେଇଟା ତାମାନେ ଆମେ ରାତି 3ଟା ଯାଏଁ ଗପିଲେ, ତାପରେ ଶୋଇଲେ ଦିନ 2ଟା ଯାଏଁ ଉଠିଲେ, ଇଏ ଜୀବନ ନୁହଁ, ନଷ୍ଟ ହେଇଯିବ। ଜୀବନ ଶରୀରର କ୍ଷୀଣ ହେଇଯିବ। ଆଜ୍ଞା ତେଣୁ ସେଟା ଯିବ। ତାପରେ ଅଳ୍ପହାରି ଗୃହତ୍ୟାଗୀ, ପୁରା ଯାଇକିରି ଖାଇବା ପେଟ ଫୁଲେଇକିରି ମେଞ୍ଚେ ଲେଖା ମାଗଣା ଖାଇବା, ମିଳୁଛି ହଁ ଭୋଜିକୁ ଯାଉଛୁ ମାଗଣା ପୁରା ମିଳୁଛି ଖାଇଛୁ। ବୋଲି ଖାଇବା, କି କୋଉଠି ଯାଇକି ରେଷ୍ଟୁରାଣ୍ଟରେ ଅଖାଦ୍ୟ ଖାଇବା, ହୋଟେଲରେ ଅଖାଦ୍ୟ ଖାଇବା ନାହିଁ। ଅଳ୍ପହାରି, ଅଳ୍ପ ଖାଅ ବରଂ ବାରମ୍ବାର ଖାଅ। ଆଜ୍ଞା ଗୃହତ୍ୟାଗୀ, ଗୃହତ୍ୟାଗୀ ମାନେ କଣ? ଗୃହତ୍ୟାଗୀ ମାନେ ଯାଇକି ରାସ୍ତାରେ ବୁଲନା, ସିନେମା ହଲରେ ପାର୍କରେ ବୁଲନା। ଗୃହତ୍ୟାଗୀ ମାନେ ଯୋଉ କାମ ପାଇଁ କାମ ପାଇଁ ଶିକ୍ଷା ଗ୍ରହଣ କରୁଛ ତ, ସ୍କୁଲକୁ ଭରପୁର ଯିବାକୁ ଅଛନ୍ତି। ପଡିବ, ଟ୍ୟୁସନ ଯିବାକୁ ପଡିବ, ସାଙ୍ଗସାଥିଙ୍କ ପାଖରେ ଯିବାକୁ ପଡିବ, କୋଚିଂ ନେବାକୁ ପଡିବ, ଗ୍ରୁପ ଡିସ୍କସନ କରିବାକୁ ପଡିବ। ଘରକୁ କେବଳ ଶୋଇବା ପାଇଁ, ହଁ, ବସିବା ପାଇଁ ଆସିବା ଦରକାର। ତେଣୁ ଖାଇବା ପାଇଁ। ନାଇଁ, ଘରେ ବି ପଡିବ, ତା ସାଙ୍ଗରେ ଗୃହତ୍ୟାଗୀ ଯେ ଚାକିରି ଜଣେ କହିବ ଘରେ ବସିକିରି ଚାକିରି ଖୋଜି ପାରିବାନି, ଆଜ୍ଞା ବୁଝିଲେ କି? କୋଚିଂ ନବ, ସାଙ୍ଗସାଥି ପାଖକୁ ଯିବ, ଡିସ୍କସନ କରିବ, ବହୁତ କଥା। ତେଣୁ ସେମିତି ଏଇ ଯୋଉ କହିଲି ମୁଁ 5ଟା ଲକ୍ଷଣ, ଆଜ୍ଞା ଏକୁ ଯଦି ଆଧାର କରିକି ଯିବେ, ଯୁବକ ମାନେ ନିଶ୍ଚିତ ଭାବରେ ମୁଁ କହିବି ଆପଣ ମାନେ ଆଗେଇ ପାରିବେ। ଆଜ୍ଞା। ଆଗାମୀ ଦିନରେ ଆପଣଙ୍କର ସ୍ୱପ୍ନ ଆଉ ଲକ୍ଷ୍ୟ କଣ? ସ୍ୱପ୍ନ, ଯେମିତି ମୋର ଗୋଟେ ସ୍ୱପ୍ନ ଥିଲା ନା, ଶ୍ରେଷ୍ଠ ଅଭିନେତା ହେଇଗଲା। ଓଡିଶାର, ଦାଟୁ ଷ୍ଟେଟ୍ ଆୱାର୍ଡ ମୁଁ ପାଏ। ଆଜ୍ଞା। ପ୍ରାଇଭେଟ ଆୱାର୍ଡ ତ ମୁଁ ପାଇଛି, ଶ୍ରେଷ୍ଠ ଅଭିନେତା ପ୍ରାଇଭେଟ ଆୱାର୍ଡ ପୁଣି ବି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆପଣଙ୍କୁ କୋଳେଇ ନେଲେ। ହଁ, ମୁଖ୍ୟମନ୍ତ୍ରୀ କହିଲେ। ତ ସେଇଟା ହିଁ ଆଚ୍ଛା ଧନ। ଆଚ୍ଛା, ଆଉ ଗୋଟେ କଥା ଦେଖନ୍ତୁ, ଶ୍ରେଷ୍ଠ ଅଭିନେତା ସମ୍ମାନ ମୁଁ ପ୍ରାଇଭେଟ ଆୱାର୍ଡ ପାଇଛି, ଆଜ୍ଞା କିନ୍ତୁ ସେତେବେଳେ ଇସ୍ୟୁ କେହି କରିନାହାନ୍ତି, ଆଜ୍ଞା। ବୁଝିଲେ କି? ଯେହେତୁ ତ ଦଳରେ ମୁଁ ଅଛି, ସରକାର ଅଛି ଦଳରେ ଦୈବାତକୁ, ତେଣୁ ତାକୁ ଯୋଡ଼ିକିରି ଚର୍ଚ୍ଚା କରିବା ଗୋଟେ ବହୁତ ଅକ୍ଷମଣୀୟ ନିହାତି। ଅପରାଧ ବୋଲି କହି ଗଲା। ତାପରେ ଲକ୍ଷ୍ୟ ଜୀବନରେ ଅଛି, ଅନେକ ଅଛି, ସମୟ ଅନୁସାରେ ବି ବଦଳି ଯାଏ ଖୁସି ଲକ୍ଷ୍ୟ। କୋଉଥିରେ ଏବେ, ରାଜନେତାରେ ନା ଅଭିନେତାରେ? ସଫଳ ରାଜନେତା ନା ସଫଳ ଅଭିନେତା? ଅଭିନେତା, ଯଦି ରାଜନୀତିରେ ସୁଯୋଗ ମିଳେ ଡାଇରେକ୍ଟ। ଅଭିନେତାରେ ନାଇଁ, ସୁଯୋଗ ମିଳେ, ମୁଁ ସୁଯୋଗ ମିଳେ ସେ ତ ଅଲଗା କଥା, କିନ୍ତୁ ମୁଁ ଚାହେଁ ବ୍ୟକ୍ତିଗତ ଭାବରେ ଅଭିନୟରେ ମୋର ଜନ୍ମ, ଅଭିନୟରେ ମୃତ୍ୟୁ ହଉ, ଏହା ସତ୍ୟ, ଏହା ତ୍ରିବାର ସତ୍ୟ। କାରଣ ମତେ ମତେ ପରିଚୟ ଦେଇଛି କି କଳା, ଆଜ୍ଞା ଏହା ତ ସିଏ ମୋର ମା, ମୁଁ ତାକୁ ଭୁଲିବା ବିରାଟ ବଡ ପାପ ହବ ମୋ ପାଇଁ, ମୋର ବ୍ୟକ୍ତିଗତ। ଆଗାମୀ ଦିନରେ କୋଉ
ଫିଲ୍ମ ଆସିବ, ଚଳଚ୍ଚିତ୍ର ଆସିବ, ଯୋଉଥିରେ ସେଇଟା ମୁଁ ଦର୍ଶକମାନେ ଆପଣଙ୍କୁ ଜଣେଇବି। ବର୍ତ୍ତମାନ ସ୍କ୍ରିପ୍ଟିଂ ଚାଲିଛି, ମାନେ ଜଣେଇବି। ଏବେ କୌଣସି ସୁଟିଂ ଚାଲିନି, ସ୍କ୍ରିପ୍ଟିଂ ନାଇଁ ନାଇଁ, ସ୍କ୍ରିପ୍ଟିଂ ଚାଲିଛି। ମୁଁ ଯୋଉ ମୁଖ୍ୟ ଭୂମିକା ହେଇକିରି ଯୋଉଗୁଡା କରୁଛି ମୁଭି, ଅନ୍ୟ ଗୁଡା ତ କମେଡି ମୁଭି ମୁଁ 2-4ଟା କରୁଛି, ସେଟା ନାହିଁ ଯୋଉ କମେଡି କ୍ୟାରେକ୍ଟର କରେ ଯେମିତି। ତେଣୁ ଏବେ ଯୋଉ ମୋର ଯୋଉ ସ୍ପେଶିଆଲ ମୁଭି ମୁଁ ଯେମିତି କରେ, ବର୍ଷରେ 6 ମାସରେ ଗୋଟେ କରେ ଯେମିତି, 2013ରୁ 26 ଭିତରେ 13 ବର୍ଷ ଭିତରେ ମୁଁ 4-5ଟା ମୁଭି କରିଛି। ମୋର ସେମିତି ନାହିଁ ଯେ ପ୍ରତ୍ୟେକ ବର୍ଷ ଆସିବା ଦରକାର, 6 ମାସରେ ଆସିବା ଦରକାର। ଆଇ ଏମ୍ ନଟ୍ ଇନ୍ ଦ ରେସ୍ ଅଫ୍ ହିରୋ। ହିରୋ ରେସ୍‌ରେ ମୁଁ ନାହିଁ। ମତେ ଗୋଟେ କାହାଣୀ ଭଲ ଲାଗିଲା, ଏଇ କାହାଣୀଟା ମୁଁ 10 ଜଣଙ୍କୁ ଶୁଣେଇଲି। ସେଇଥିରେ ମୋର ଅଭିନୟ ମତେ ନେଇକିରି, ମୋର ଚରିତ୍ରକୁ ନେଇକିରି ଅଭିନୟଟା ମ୍ୟାଚ୍ କରିବ। କିନ୍ତୁ ମତେ ବହୁତ ଜିନିଷ ଦେଖିବାକୁ ପଡେ, ମୁଁ କରେ। ତେଣୁ ମୁଁ ସେମିତି ନାହିଁ ଯେ କାଲି ଗୋଟେ ସିନେମା କରିବା ଦରକାର। ଧୀର ଶିସ୍ତ ମନରେ କରିବି, ଦାଟୁ ସେଟା ଦର୍ଶକ ମନ ଛୁଇଁବା ଆବଶ୍ୟକ। ଭାଉଜକୁ ଝିଅକୁ ନେଇକି ବୁଲିବାକୁ ଯାଆନ୍ତି, ଗୁପଚୁପ ଖୁଆନ୍ତି? ଗୁପଚୁପଟା ମୁଁ ଖାଇବାକୁ ଭଲ ପାଏନି। ସେମାନେ ଝିଅ ପିଲା ବୋଲି ଖାଇବାକୁ ଭଲ ପାଆନ୍ତି, କିନ୍ତୁ ଯୋଉ ଲୋକ ହଁ ମାନଙ୍କ ହଁ ଗହଣରେ ଖାଇବା, ହଁ ହରି ଭାଇ ଥିଲେ ଭିଡଟା ହେଇଯିବା, ନାଇଁ ଖାଇନୁ। ଏଇ ଯୋଉ କେତେବେଳେ ଯେତେବେଳେ ବଡ ବଡ ହୋଟେଲରେ ହୁଏ ହେଲା, ସେଇଠି ଖାଇଦିଅନ୍ତି। ସେଇଠି ମୁଁ ସେଇ ଅତି ବର୍ଷରେ 1-2ଟା, ଅତି ବର୍ଷରେ ଗୋଟେ, ମୁଁ ଏତେ ଭଲ ଲାଗେନି ଗୁପଚୁପ ସେମିତି। ପିଲାମାନଙ୍କୁ ବୁଲେଇ ନିଅନ୍ତି। ହଁ ନିଶ୍ଚୟଟା ବୁଲେ, କାରଣ ଏଇଟା ଗୋଟେ ମୋର ବାପା ଏବଂ ସ୍ୱାମୀ ହିସାବରେ କର୍ତ୍ତବ୍ୟ। ଆଜ୍ଞା, ଆମେ ଖାଲି ଯେ ମୁଁ ମୋ ପଛରେ ଦୌଡ଼ିବି ନାହିଁ, ମୋର ପରିବାର ଗୋଟେ ଯାହା ଦାୟିତ୍ୱ ଗୋଟେ ମାନେ କର୍ତ୍ତା ହିସାବରେ ତାକୁ ମୁଁ ସମ୍ପନ୍ନ କରେ। ଆଜ୍ଞା। ଅନେକ ଅନେକ ଧନ୍ୟବାଦ। ଆପଣଙ୍କୁ ଆଜି ଆମେ ଆମ ସାମ୍ନାରେ ପାଇଲୁ, ଜଣେ ଶ୍ରେଷ୍ଠ ଅଭିନେତାଙ୍କୁ ପାଇଲୁ। ସେଥିପାଇଁ ମଧ୍ୟ ମୋ ମନରେ ଅନେକ ଖୁସି ଅଛି। ହରି ଭାଇଙ୍କୁ ହୁଏତ ମୁଁ ଦୀର୍ଘ ଦିନ ଧରି ଜାଣିଥାଇପାରେ ବ୍ୟକ୍ତିଗତ ଭାବରେ, ଜଣେ ଶ୍ରେଷ୍ଠ ଅଭିନେତାଙ୍କ ସହିତ କଥା ହେବା ଆଉ ତାଙ୍କର ସାକ୍ଷାତକାର ନେବା ନିହାତି ଏକ ନୂଆ ଅନୁଭୂତି। ଆଉ ସେଦିନ ମୁଖ୍ୟମନ୍ତ୍ରୀ ଆପଣଙ୍କୁ କ'ଣ କହିଲେ? ମୁଖ୍ୟମନ୍ତ୍ରୀ ବହୁତ ଖୁସି ହେଲେ, ଆଲିଙ୍ଗନ କଲେ, ଏବଂ ଯୋଉ କଥାଟା ସେ କହୁନଥିଲି, ମୁଁ ମୁଖ୍ୟମନ୍ତ୍ରୀ ଆସିଲା ବେଳକୁ ମୁଁ ବାଇଟ୍ ଦଉଥିଲି, ଗୋଟେ ଆଜ୍ଞା, ମିଡିଆକୁ ବାଇଟ୍ ଦଉଥିଲି। ତ ମୁଖ୍ୟମନ୍ତ୍ରୀ ତାଙ୍କର ସହକର୍ମୀ, ମନ୍ତ୍ରୀ ଏବଂ ସମସ୍ତଙ୍କୁ ଧରିକି ଆସିଲା ବେଳେ, ମୁଖ୍ୟମନ୍ତ୍ରୀ ବାସ୍ତବିକ ବହୁତ ଭଲ ପାଆନ୍ତି ମତେ। ଯେତେବେଳେ ଭେଟ ହୁଏ ଛିଡା ହେଲେ, ମାନେ ମୁଁ କଣ କହୁଛି ସେ ଛିଡା ହେଲେ, ଶୁଣିଲେ। ଷ୍ଟେଜକୁ ଯିବା ପୂର୍ବରୁ ଯେତେବେଳେ ଛିଡା ହେଲେ, ମୋର ଉତ୍ତର କର୍ତ୍ତବ୍ୟ ଦାୟିତ୍ୱ ହିସାବରେ ମୁଁ ବନ୍ଦ କରିକି ଆସିକି ଛିଡା ହେଲି। ମତେ କହିଲେ ନାଇଁ ନାଇଁ ଆପଣ ବାଇଟ୍ ଦିଅନ୍ତୁ। ସେ ଯଦି ପଳେଇ ଯାଇଥାନ୍ତେ ମୁଁ ବାଇଟ୍ ଦିଅନ୍ତି, ତ ଛିଡା ହେଲେ ମତେ ଅନେଇକି ଛିଡା ହେଲେ। ତେଣୁ ସେ ସେଇଥିରୁ ଭଲ ପାଇବାଟା ଦେଖନ୍ତୁ। ଏବଂ ଜଣେ ସରଳ ମିଷ୍ଟଭାଷୀ ଏବଂ ଉଦାର ହୃଦୟ, ଏତେ ବର୍ଷ ଭିତରେ ଆମେ ଓଡିଶାରେ ଜଣେ ନିଷ୍କପଟ, ଭଦ୍ର, ନମ୍ର, ବଟ୍ ତାଙ୍କ ଭିତରେ ଭଲ ଗୁଣ ଅଛି, ଭଲ ମଣିଷ ପଣିଆ। ମତେ ସେଇଟା ପସନ୍ଦ ହୁଏ। ଭଲ ମଣିଷ ପଣିଆ ଯାହା ପାଖରେ ଥାଏ ନା, ଆଉ ଅନ୍ୟ ଜିନିଷ ଭୁଲି ଯାଆନ୍ତୁ। ଆପଣ କେତେ ଟଙ୍କାର ମାଲିକ, କେତେ କୋଟି ଟଙ୍କାର ଇଏ, କ'ଣ ଆପଣଙ୍କ ପାଖରେ ବ୍ୟକ୍ତିତ୍ୱ ଅଛି, କ'ଣ ପଦବୀ ଅଛି, ସେ କିଛି ଫରକ ପଡେନି। ଯଦି ଆପଣ ଭଲ ମଣିଷ, ସେ ସଂଜ୍ଞା ସବୁ ଅଟୋମେଟିକ ଆପଣଙ୍କ ପାଖକୁ ପଳେଇ ଆସିବ ଭଲ ଭଲ ଜିନିଷର। ନିହାତି ଅନେକ ଅନେକ ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ପାଇଁ। ଆମେ ମଧ୍ୟ ଆଶା କରିବୁ ଆପଣ ସଫଳତାର ଶୀର୍ଷକୁ ଯାଆନ୍ତୁ। ଜଣେ ଭଲ ଅଭିନେତା ହିସାବରେ ଆପଣ ତ ଲୋକଙ୍କୁ ହସଉଛନ୍ତି, କନ୍ଦଉଛନ୍ତି, ଏବେ ଯୋଉ ଗମ୍ଭୀର ଚରିତ୍ରରେ ଆସୁଛନ୍ତି, ଆଉ ଅନେକ ଲୋକମାନଙ୍କ, ଦର୍ଶକମାନଙ୍କ ମନରେ ଯେଉଁ ଛାପ ଛାଡ଼ି ଯାଉଛନ୍ତି, ନିହାତି ଆଗାମୀ ଦିନରେ ମଧ୍ୟ ସମସ୍ତେ ଆପଣଙ୍କୁ ମନେ ରଖିବେ। ଆପଣଙ୍କର ଉତ୍ତରୋତ୍ତର କାମନା କରିବା ସହିତ ଆମେ ମଧ୍ୟ ଆଶା ରଖିବୁ ଆପଣ ବହୁତ ଆଗକୁ ଯାଆନ୍ତୁ। ସିନେମା ଚଳଚ୍ଚିତ୍ର ଜଗତରେ ଜଣେ ଉଚ୍ଚ କୋଟିର ଅଭିନୟ ଛାଡ଼ିକି ଯାଆନ୍ତୁ, ଯାହାଫଳରେ କି ଦର୍ଶକମାନେ, ଓଡ଼ିଶାର ବିଶେଷ କରି ଓଡ଼ିଶାବାସୀ ଆଗାମୀ ଦିନରେ ମଧ୍ୟ ଆପଣଙ୍କୁ ଝୁରୁଥିବେ। ଥ୍ୟାଙ୍କ ୟୁ, ଧନ୍ୟବାଦ, ଜୟ ଜଗନ୍ନାଥ।